Same power that brought Jesus Christ from the lowest of lowest to the highest of highest is available for every believer. ଆଉ ସେଇ ସମାନ ଶକ୍ତି ଯାହାକି ଯୀଶୁଖ୍ରୀଷ୍ଟଙ୍କୁ ସେଇ ପାତାଳ ଠାରୁ ସେଇ ସ୍ୱର୍ଗ ପର୍ଯ୍ୟନ୍ତ ସେଇ ଉଚ୍ଚତମ ସ୍ଥାନ ପର୍ଯ୍ୟନ୍ତ ଯାହାକି ତାଙ୍କୁ ଉତ୍ଥାପନ କଲା ସେଇ ଶକ୍ତି ଆମମାନଙ୍କ ସମସ୍ତଙ୍କ ନିମନ୍ତେ ସେଇ ବିଶ୍ୱାସୀ ପକ୍ଷରେ ସେଇ ଶକ୍ତି ଦିଆଯାଇଅଛି. That was Paul's prayer for the church at Ephesus. ଆଉ ତାହା ହେଉଛି ପାଉଲଙ୍କର ସେଇ ପ୍ରାର୍ଥନା ଏଫେସୀୟ ମଣ୍ଡଳୀ ନିମନ୍ତେ. This morning, that is my prayer as well, as I bring to you the truth of resurrection of Lord Jesus Christ. ଆଉ ଏହି ସକାଳେ ମୋର ମଧ୍ୟ ଏହା ପ୍ରାର୍ଥନା ଯେତେବେଳେ ସେଇ ଯୀଶୁଖ୍ରୀଷ୍ଟଙ୍କର ସେଇ ପୁନରୁତ୍ଥାନର ସମ୍ବାଦ ଆପଣମାନଙ୍କ ନିକଟରେ ଆଣୁଅଛି. It is absolutely fundamental to our faith. ଆଉ ଏହା ସମ୍ପୂର୍ଣ୍ଣ ରୂପେ ଆମମାନଙ୍କର ବିଶ୍ୱାସର ଗୋଟେ ମୌଳିକ ବିଷୟ ଅଟେ. And it will change the way we live. ଆଉ ଯେଉଁ ପ୍ରକାର ଆମେ ବଞ୍ଚୁ ତାହା ପରିବର୍ତ୍ତନ କରିଥାଏ. A couple of examples from the life of Abraham would do good. ଆଉ ଅବ୍ରାହାମଙ୍କ ଜୀବନରୁ କିଛି ଉଦାହରଣ ତାହା ମାନଙ୍କ ନିମନ୍ତେ ଉତ୍ତମ ଅଟେ. In Romans chapter 4 from verse 17 till 21. ରୋମିଓ 4 ତାର 17 ରୁ 21 କୁ ଯଦି ଆମେ ଦେଖୁ, he says he became father of as many as you see in the sky. ଆଉ ଯେତେ ଆପଣମାନେ ଦେଖୁଛନ୍ତି ଆକାଶରେ ସେ ସମସ୍ତଙ୍କର ସେ ପିତା ଅଟନ୍ତି. As many stars are there in the sky, he became father of many nations, it says. ଆଉ ଯେତେ ତାରାଗଣ ଆପଣମାନେ ଆକାଶରେ ଦେଖୁଛନ୍ତି ସେଇ ପ୍ରକାର ଅନେକ ଦେଶ ଗୋଷ୍ଠୀର ସେ ପିତା ଅଟନ୍ତି. But when was this? କିନ୍ତୁ କେତେବେଳେ ଏହା ହେଲା? When his body was as good as dead. ଆଉ ଯେତେବେଳେ ତାଙ୍କର ଶରୀର ଯେତେବେଳେ ସେଇ ମୃତ୍ୟୁ ଅବସ୍ଥାରେ ଥିଲା. And when the womb of Sarah was also dead. ଆଉ ଯେତେବେଳେ ତାଙ୍କର ସେହି ସାରାଙ୍କର ସେଇ ଗର୍ଭ ମଧ୍ୟ ତାହା ବି ବନ୍ଧ୍ୟା ଅବସ୍ଥାରେ ଥିଲା. Two dead people having multitudes of children. ଆଉ ତାହାଙ୍କ ସେଇ ଲୋକ ତାହାଙ୍କ ଠାରେ ଏହି ପ୍ରକାର ଗୋଟେ ଅବସ୍ଥାରେ ଗୋଟେ ମହାଗୋଷ୍ଠୀ ଉତ୍ପନ୍ନ ହେବ ବୋଲି କହୁଛନ୍ତି. Why? Because Abraham believed God. କାହିଁକି ଏହା ହେଲା ଯେ ଅବ୍ରାହମ ଈଶ୍ୱରଙ୍କ ଠାରେ ବିଶ୍ୱାସ କରନ୍ତି. Despite the deadness of Sarah's womb, God was able to perform what he promised. ଆଉ ଯଦି ବା ସାରା ବନ୍ଧ୍ୟା ଅବସ୍ଥାରେ ଥିଲେ ତଥାପି ଈଶ୍ୱର ତାହା ସଫଳ କଲେ ଯାହା ସେ ପ୍ରତିଜ୍ଞା କରିଥିଲେ. In his body he saw death, in the body of his wife he saw death, and yet he believed because there is life beyond death, that is power of resurrection. ଆଉ ଅବ୍ରାହମଙ୍କର ଶରୀର ସେଇ ବୃଦ୍ଧା ଅବସ୍ଥା ଥିଲା, ସାରାଙ୍କର ସେଇ ଗର୍ଭାବସ୍ଥା ବନ୍ଧ୍ୟା ଥିଲା, ତଥାପି ଏ ସବୁର ଉର୍ଦ୍ଧ୍ୱରେ ଗୋଟେ ଶକ୍ତି ଥିଲା ଯାହାକି ତାଙ୍କୁ ଏହି ମହାଗୋଷ୍ଠୀର ପିତା କରିଅଛି. If we turn to Hebrews chapter 11, ଆଉ ଯଦି ଆମେ ଖୋଲିବା ଏବ୍ରୀ ତାର 11 ପର୍ବ from verse 17 till 19, ଆଉ ତାର 17 ରୁ 19 ପର୍ଯ୍ୟନ୍ତ. why did Abraham give Isaac on the altar to God? ଆଉ କାହିଁକି ଅବ୍ରାହମ ଇସାକକୁ ଉତ୍ସର୍ଗ କରୁଅଛନ୍ତି? The one who received Isaac by the power of resurrection, ଆଉ ସେହି ଯେ କି ସେ ଇସାକକୁ ସେହି ପୁନରୁତ୍ଥାନର ଶକ୍ତିରେ ପାଇ ଅଛନ୍ତି, he got him as a gift from God. ଆଉ ସେ ଈଶ୍ୱରଙ୍କ ଠାରୁ ଗୋଟେ ଦାନ ଭାବରେ ପାଉଅଛନ୍ତି. He said, ଆଉ ସେହି ପ୍ରକାର I'll put କୁହନ୍ତି, Isaac on the altar. ଆଉ ମୁଁ ଇସାକକୁ ସେହି ବେଦୀ ଉପରେ ରଖିବି. Verse 19, accounting that God was able to raise him up. ଆଉ 19 ପଦରେ ଏହି ପ୍ରକାର କୁହାଯାଏ ଯେ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ କରିବା ପାଇଁ ସମର୍ଥ ଅଟନ୍ତି. What am I trying to prove? ଆଉ ମୁଁ କ'ଣ ଏଠାରେ ପ୍ରମାଣ କରିବା ପାଇଁ ଚାହେଁ? Abraham lived good 2000 years before Christ. ଆଉ ଯୀଶୁଖ୍ରୀଷ୍ଟ ଆସିବାର 2000 ବର୍ଷ ପୂର୍ବରୁ ଅବ୍ରାହମ ସେ ଥିଲେ. Job even before that. ଆଉ ଆୟୁବଙ୍କୁ ଯଦି ଦେଖୁ ତାହାଙ୍କର ପୂର୍ବରୁ ମଧ୍ୟ ସେ ଥିଲେ. Those men lived life of faith by the very truth of resurrection. ଆଉ ଏହି ଲୋକମାନେ ସେଇ ବିଶ୍ୱାସର ଗୋଟେ ଜୀବନ ବଞ୍ଚିଲେ ସେଇ ପୁନରୁତ୍ଥାନର ଶକ୍ତି ଅନୁସାରେ. They were able to receive from God. ଆଉ ସେମାନେ ଈଶ୍ୱରଙ୍କ ଠାରୁ ଗ୍ରହଣ କରିପାରିଲେ. They were able to give their all to God. ଆଉ ସେମାନଙ୍କର ସମସ୍ତ ଈଶ୍ୱରଙ୍କୁ ସେମାନେ ଦେଇପାରିଲେ. Because they believed in the truth of resurrection. କାରଣ ସେହି ପୁନରୁତ୍ଥାନର ସତ୍ୟତା ଉପରେ ସେମାନେ ବିଶ୍ୱାସ କଲେ. Our lives will be more fruitful if we believe in the power of resurrection. ଆମମାନଙ୍କର ଜୀବନ ଅଧିକ ଫଳପ୍ରଦ ହେବ ଯଦି ଆମେ ସେହି ପୁନରୁତ୍ଥାନରେ ବିଶ୍ୱାସ କରୁ. Our lives will be more consecrated if we believe in the power of resurrection. ଆଉ ଆମମାନଙ୍କର ଜୀବନ ସେହି ସୂଚି ହେବ ଯେତେବେଳେ ଆମେ ଉତ୍ଥାପନରେ ବିଶ୍ୱାସ କରୁ. So we will focus on Job chapter 19 verse 25. ଆମେ ଦେଖିବା ସେହି ଆୟୁବ 19 ତାର 25 ପଦ. He says, I know. ଆଉ ସେ କୁହନ୍ତି ମୁଁ ଜାଣେ. It's a personal appropriation of the truth in relation to the person of Christ. ଆଉ ଏହା ଗୋଟେ ବ୍ୟକ୍ତିଗତ ସେଇ ସତ୍ୟତା ଅଟେ ଯେତେବେଳେ ଖ୍ରୀଷ୍ଟଙ୍କ ସହିତ ସେ ସହଭାଗିତା ବିଷୟରେ We are here this morning. ଆମେ ଏହି ସକାଳେ ଏଠାରେ ଅଛୁ. I would want to know not whether we know but whether I know.
ଆଉ ମୁଁ ଏଠାରେ ଏଇ ବିଷୟ ରଖିବା ପାଇଁ ଚାହେଁ ଯେ ଆମେ ଜାଣୁ କି ନାହିଁ ତାହା ନୁହେଁ କିନ୍ତୁ ମୁଁ ଜାଣେ କି ନାହିଁ Ifs and buts and perhaps won't work. ଆଉ ଏଠାରେ ଯଦି ବା ହୁଏ ତ ଏଇ ସବୁ ବିଷୟ କାର୍ଯ୍ୟ କରିବ ନାହିଁ You must know, ଆଉ ଆପଣମାନେ ଜାଣିବାର you must ଆବଶ୍ୟକ have the ଅଛି personal knowledge ଆଉ ଆପଣମାନେ ସେଇ ବ୍ୟକ୍ତିଗତ ଜ୍ଞାନ ପାଇବା ଆବଶ୍ୟକ ଅଟେ that Jesus Christ is living. ଆଉ ଯୀଶୁ ଖ୍ରୀଷ୍ଟ ଜୀବିତ ଅଟନ୍ତି Even when the whole Roman Empire was against this truth, ଆଉ ଯଦି ବା ରୋମିଓ ସାମ୍ରାଜ୍ୟ ସମ୍ପୂର୍ଣ୍ଣ ରୂପେ ତାଙ୍କର ବିରୋଧରେ ଥିଲେ it says, ଏହା ଏହି ପ୍ରକାର କୁହେ Paul affirmed that Jesus Christ is alive. ଆଉ ପାଉଲ ଏହାକୁ ନିଶ୍ଚିତ କଲେ ଯେ ଯୀଶୁ ଖ୍ରୀଷ୍ଟ ଜୀବିତ ଅଟନ୍ତି Acts chapter 25, ପ୍ରେରିତ 25 ପର୍ବ verse 19. ପ୍ରେରିତ 25 ତାର 19 But had certain questions against him of their own superstition, and of one Jesus which was dead, whom Paul affirmed to be alive. କିନ୍ତୁ ସେମାନଙ୍କ ସ୍ୱଧର୍ମ ପୁଣି ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି ଯାହାଙ୍କୁ ପାଉଲ ସଜୀବ ବୋଲି କହୁଥିଲା Why is he so sure that Jesus Christ is alive? କାହିଁକି ସେ ଏତେ ନିଶ୍ଚିତ ଯେ ଯୀଶୁ ଖ୍ରୀଷ୍ଟ ଜୀବିତ ଅଟନ୍ତି Had he been to the tomb? ଆଉ ସେ ସେହି ସମାଧି ମଧ୍ୟକୁ ଯାଇଥିଲେ କି No. ନାହିଁ Did he see Jesus Christ in person in a way like Peter and John and co saw him after his resurrection? ଆଉ ଯୋଉ ପ୍ରକାର ପିତର ଜହନ ଏମାନେ ସବୁ ଦେଖିଲେ ଯୀଶୁ ଖ୍ରୀଷ୍ଟଙ୍କୁ ତାଙ୍କର ପୁନରୁତ୍ଥାନ ପରେ ସେହି ପ୍ରକାର ପାଉଲ ଦେଖିଥିଲେ କି The answer is no. ଆଉ ଉତ୍ତର ହେଉଛି ନାହିଁ And yet he believes that Jesus Christ is alive ଆଉ ତଥାପି ସେ ବିଶ୍ୱାସ କରନ୍ତି ଯେ ଯୀଶୁ ଖ୍ରୀଷ୍ଟ ଜୀବିତ ଅଟନ୍ତି because Jesus Christ met him, ଆଉ ଯେହେତୁ ଯୀଶୁ ଖ୍ରୀଷ୍ଟ ତାଙ୍କୁ ମିଶିଲେ because Jesus Christ spoke to him, ଆଉ ଯୀଶୁ ଖ୍ରୀଷ୍ଟ ତାଙ୍କୁ କଥା ହେଇଛନ୍ତି because Jesus Christ was leading him. ଆଉ ଯୀଶୁ ଖ୍ରୀଷ୍ଟ ତାଙ୍କୁ କଢେଇ ନଉଛନ୍ତି That is why he affirmed that Jesus Christ is alive. ଆଉ ସେଥିପାଇଁ ସେ ନିଶ୍ଚିତ କରନ୍ତି ଯେ ଯୀଶୁ ଖ୍ରୀଷ୍ଟ ଜୀବିତ How ଅଟନ୍ତି can somebody who is dead meet me? ଆଉ କି ପ୍ରକାର ଭାବରେ ଗୋଟେ ମୃତ ବ୍ୟକ୍ତି ମତେ ମିଶି ପାରେ How can somebody who is dead speak to me? ଆଉ କି ପ୍ରକାର ଗୋଟେ ମୃତ ବ୍ୟକ୍ତି ମତେ କଥା ହେଇପାରେ He personally had relationship with living God, and that is why he affirmed Jesus Christ is living. ଆଉ ଯେହେତୁ ସେ ବ୍ୟକ୍ତିଗତ ଭାବରେ ଏହି ଈଶ୍ୱରଙ୍କ ସହିତ ସେ ମିଶିଲେ ସେଥିପାଇଁ ସେ ଏହାକୁ ନିଶ୍ଚିତ କରନ୍ତି ଯେ ଯୀଶୁ ଖ୍ରୀଷ୍ଟ ଜୀବିତ ଅଟନ୍ତି We too in this dead world, ଆଉ ଆମେ ଏହି ମୃତ ଜଗତ ମଧ୍ୟରେ ଅଛୁ why does not the world believe in resurrection? କାହିଁକି ଏହି ଜଗତ ପୁନରୁତ୍ଥାନ ଉପରେ ବିଶ୍ୱାସ କରୁନାହିଁ Because it itself is dead. ଆଉ କାରଣ ଏହି ଜଗତ ହିଁ ମୃତ ଅଟେ It is beyond its comprehension ଆଉ ଏହାର ଚିନ୍ତାର ବାହାରେ to see or grasp the truth that somebody can come out from the grave. ଆଉ ଏହି ସତ୍ୟତାକୁ ଗ୍ରହଣ କରିବା ନିମନ୍ତେ ଜଗତର ଚିନ୍ତାର ବାହାରେ କାରଣ ଜଣେ ସେ ମୃତମାନଙ୍କ ମଧ୍ୟରୁ ଉଠି ଆସିବ ବୋଲି Because the world has seen its Alexanders and Socrates all going to the grave, never returning. ଆଉ କାରଣ ଏହି ଜଗତ ଏହି ପ୍ରକାର ଲୋକମାନଙ୍କୁ ଦେଖିଛି ସେ ମହାନ ଆଲେକ୍ସାଣ୍ଡର ପରି ଲୋକ ଯୋଉମାନେ କି ସମାଧି ମଧ୍ୟକୁ ଯାଇଛନ୍ତି କିନ୍ତୁ ପୁନର୍ବାର ଫେରି ଆସି ନାହାନ୍ତି Because the world believes in wisdom, the world believes in power, not in God. ଆଉ କାରଣ ଏହି ଜଗତ ସେହି ଜ୍ଞାନ ସେହି ଶକ୍ତି ଉପରେ ବିଶ୍ୱାସ କରେ କିନ୍ତୁ ଈଶ୍ୱରଙ୍କ ନିକଟରେ ବିଶ୍ୱାସ କରେ ନାହିଁ Job said, I know. ଆଉ ଆୟୁବ କୁହନ୍ତି ମୁଁ ଜାଣେ Can you and I this morning say, I know? ଆପଣ ଏବଂ ମୁଁ ଏହି ସକାଳେ କହିପାରୁ କି ଯେ ମୁଁ ଜାଣେ Do we have the personal knowledge of this living God? ଆଉ ଏହି ଜୀବନ୍ତ ଈଶ୍ୱରଙ୍କ ଠାରେ ମୋର ଗୋଟେ ବ୍ୟକ୍ତିଗତ ସେହି ଜ୍ଞାନ ଅଛି କି Revelation 1:18. ଆଉ ପ୍ରକାଶିତ 1:18 Jesus Christ died. ଆଉ ଯୀଶୁ ଖ୍ରୀଷ୍ଟ ମୃତ ହେଲେ Now he is alive. ଆଉ ସେ ବର୍ତ୍ତମାନ ଜୀବିତ To ଅଟନ୍ତି die no more. ଆଉ ସେ ମୃତ ହେବେ ନାହିଁ Alive forevermore. ଆଉ ସେ ସଦା ସର୍ବଦା ଜୀବିତ He ଅଟନ୍ତି triumphed over grave. ଆଉ ସେ ମୃତ୍ୟୁ ଉପରେ ଜୟ ଲାଭ He କଲେ triumphed over death. ଆଉ ସେ ମୃତ୍ୟୁ ଉପରେ ଜୟ ଲାଭ କଲେ He said, I know. ଆଉ ସେ କହନ୍ତି ମୁଁ ଜାଣେ Job said, I know. ଆୟୁବ କହିଲେ ମୁଁ ଜାଣେ Why is he so sure? କାହିଁକି ସେ ଏତେ ନିଶ୍ଚିତ Why ଅଟନ୍ତି can we also be so sure? ଆମେ ମଧ୍ୟ କାହିଁକି ଏତେ ନିଶ୍ଚିତ ହେଇପାରୁ Let us prove it scripturally, ଆଉ ଏହାକୁ ଶାସ୍ତ୍ର ଅନୁସାରେ ଆମେ ପ୍ରମାଣ କରୁ not logically, ଆଉ କୌଣସି ପ୍ରକାର ଗୋଟେ ଲଜିକ ହିସାବରେ ନୁହେଁ but scripturally. କିନ୍ତୁ ଶାସ୍ତ୍ର ଅନୁସାରେ Where did death come from? ଆଉ ମୃତ୍ୟୁ କେଉଁଠାରୁ ଆସୁଅଛି Romans chapter 6 verse 23. ଆଉ ରୋମିଓ 6:23 The wages of sin is death. ପାପର ବେତନ ମୃତ୍ୟୁ ଅଟେ Death is a consequence of sin. ଆଉ ପାପ ହଉଛି ମୃତ୍ୟୁ ହଉଛି ପାପର ସେଇ ଗୋଟେ ଫଳାଫଳ Acts chapter 2 verse 24 says, ଆଉ ପ୍ରେରିତ 2:24 କୁହେ it was impossible for death to
to hold him. ଆଉ ଏହା ମୃତ୍ୟୁ ତାହାଙ୍କୁ ଧରି ରଖିବା ଅସମ୍ଭବ ଥିଲା। Death has no power where there is no sin. ଆଉ ଯେଉଁଠାରେ ପାପ ନାହିଁ ସେଠାରେ ମୃତ୍ୟୁର କୌଣସି ଅଧିକାର ନାହିଁ। What about Lord Jesus Christ? ଆଉ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ କଣ In the କୁହେ? same passage in Acts chapter 2, ଆଉ ସେଇ ସମାନ ଅଂଶ ପ୍ରେରିତ 2 ରେ Peter is quoting from Psalm 16. ଆଉ ପିତର ସେଇ ଗୀତ ସଂଗୀତା 16 ରୁ ନିଅନ୍ତି He says, ସେଇ ପ୍ରକାର "You କୁହନ୍ତି। will not suffer thine holy one to see corruption." ଆଉ ଗୋଟିଏ ପବିତ୍ର ବ୍ୟକ୍ତି ଏହି ପ୍ରକାର ଗୋଟେ ମନ୍ଦ ବିଷୟରେ ଆପଣମାନେ ତାଙ୍କୁ ଦେଖି ପାରିବେ ନାହିଁ। You will not allow. ଆଉ ସେ ତାଙ୍କୁ ଅନୁମତି ଦେବେ ନାହିଁ। God would not be righteous if he allowed the holy one to see corruption. ଆଉ ଏହି ପ୍ରକାର ଗୋଟେ ଧାର୍ମିକ ବ୍ୟକ୍ତିଙ୍କୁ ଈଶ୍ୱର କେବେ ଅନୁମତି ଦେବେ ନାହିଁ ଏମିତି ଗୋଟେ ଅସୁବିଧା ଦେଇ ଯିବା ପାଇଁ, ମନ୍ଦ ବିଷୟ ଦେଇ ଯିବା ପାଇଁ। God could not be God if he allowed his son to rot in the grave. ଆଉ ଈଶ୍ୱର ହେବେ ନାହିଁ ଯଦି ତାହାଙ୍କର ସେଇ ପ୍ରିୟ ବ୍ୟକ୍ତି ଯେ କି ପାପ କରିନାହାନ୍ତି ତାଙ୍କୁ ଯଦି ସେ ସମାଧି ମଧ୍ୟରେ That is why ରଖିବେ। it says it was impossible ଆଉ ସେଥିପାଇଁ ଏହା କୁହେ ଏହା ଅସମ୍ଭବ ଅଟେ। that death should hold him. ଆଉ ଯେ ତାହାଙ୍କୁ ମୃତ୍ୟୁ ଧରି ରଖିବ ଏହା ଅସମ୍ଭବ ଅଟେ। These divine impossibilities. There are certain things that are impossible even to this God to whom nothing is impossible. ଆଉ ଏହି ଈଶ୍ୱର ଯାହାଙ୍କ ଠାରେ କୌଣସି ବିଷୟ ଅସମ୍ଭବ ନୁହେଁ ଆଉ ତାହାଙ୍କୁ ମୃତ୍ୟୁ ଧରି ରଖିବା କେବେ ବି ସମ୍ଭବପର It was ନୁହେଁ। impossible for God to keep his son in the grave. ଆଉ ଏହା ଈଶ୍ୱରଙ୍କ ନିମନ୍ତେ ଅସମ୍ଭବ ଅଟେ ଯେ ତାହାଙ୍କର ପୁତ୍ରଙ୍କୁ ମୃତ ସେଇ ସମାଧି ମଧ୍ୟରେ ଧରି ରଖିବା ପାଇଁ। He raised him from the dead ଆଉ ସେ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଉଛନ୍ତି and manifested him to be the son of ଆଉ God. ତାହାଙ୍କୁ ସେ ମହିମାନ୍ୱିତ କରୁଛନ୍ତି ଈଶ୍ୱରଙ୍କ ପୁତ୍ର ଭାବରେ। There lived wise men like Solomon. ଆଉ ସେଠାରେ ଏହି ପ୍ରକାର ସୋଲୋମନ ପରି ଲୋକ, There lived faithful men like Moses. ଆଉ ଯୋଉମାନେ କି ମୋସାଙ୍କ ପରି ବିଶ୍ୱସ୍ତ ଲୋକ, There lived beloved men like Daniel. ଆଉ ଏହି ପ୍ରକାର ଲୋକ ମଧ୍ୟ ଦାନିଏଲ ପରି ଗୋଟେ ପ୍ରିୟ ଲୋକ। There lived men after his own heart like David. ଆଉ ସେଠାରେ ଏହି ପ୍ରକାର ଲୋକ କି ଦାଉଦ ଯେ କି ତାଙ୍କର ମନର ମିତ But ଅଟନ୍ତି। boy, there was nobody like Jesus Christ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ପରି ଆଉ କୌଣସି ବ୍ୟକ୍ତି ନଥିଲେ। the Holy One. ସେ ପବିତ୍ର ଲୋକ। Of course, those men were righteous. ଆଉ ନିହାତି ଭାବରେ ଏହି ଲୋକମାନେ ସେମାନେ ଧାର୍ମିକ ଥିଲେ। Of course, they were godly, ଆଉ ନିହାତି ଭାବରେ ସେମାନେ ଈଶ୍ୱର ପରାୟଣ ଥିଲେ। but they weren't God. କିନ୍ତୁ ସେମାନେ ଈଶ୍ୱର ନଥିଲେ। They were righteous. ଆଉ ସେମାନେ ଧାର୍ମିକ ଥିଲେ। They weren't holy. ଆଉ ସେମାନେ ପବିତ୍ର ନଥିଲେ। Jesus Christ ଆଉ ଯୀଶୁ ଖ୍ରୀଷ୍ଟ was holy. ଆଉ ସେ ପବିତ୍ର ଥିଲେ। That is why God could not bind him in the grave. ଆଉ ସେଥିପାଇଁ ଈଶ୍ୱର ତାହାଙ୍କୁ ସେଇ ସମାଧି ମଧ୍ୟରେ ବାନ୍ଧି With all ରଖିପାରିଲେ due ନାହିଁ। respect to David, Peter says, ଆଉ ଦାଉଦଙ୍କୁ ସମସ୍ତ ସମ୍ମାନର ସହିତ ପିତର ଏହି ପ୍ରକାର କୁହନ୍ତି। David's body is buried here. ଆଉ ଦାଉଦଙ୍କର ଶରୀର ଏଠାରେ ସମାଧି ପ୍ରାପ୍ତ ହେଲା। We see his grave. ଆମେ ତାହାଙ୍କର ସେଇ ସମାଧି ଦେଖିଲୁ। We have his sepulchre here. ଆଉ ଏଠାରେ ଆମେ ତାହାଙ୍କୁ ଦେଖୁଛୁ। He has seen corruption. ଆଉ ସେ ସେଇ ଦୁର୍ନୀତି ଦେଖିଛନ୍ତି। With all due respect to David, ଆଉ ସମସ୍ତ ସମ୍ମାନର ସହିତ he is ଦାଉଦଙ୍କୁ not the son of David ଆଉ ସେ ଦାଉଦଙ୍କର ସନ୍ତାନ ନୁହନ୍ତି who lives forever. ଆଉ ଯେ କି ସଦା ସର୍ବଦା ଜୀବିତ ଅଟନ୍ତି। As we worship and exult in Lord Jesus Christ and his holiness this morning, ଆଉ ଏଇ ସକାଳେ ଯେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଉପାସନା କରୁ ପୁଣି ତାହାଙ୍କୁ ମହିମାନ୍ୱିତ କରୁ let us believe ଆମେ ଏହା ବିଶ୍ୱାସ it କରୁ। was impossible for death to bind him. ଆଉ ଏହା ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁ ଧରି ରଖିବା ଅସମ୍ଭବ We ଥିଲା। will see from his life ଆମେ ତାହାଙ୍କର ଜୀବନରୁ ଦେଖୁ why death could not hold him. କାହିଁକି ମୃତ୍ୟୁ ତାହାଙ୍କୁ ଧରି ରଖି ପାରିଲା ନାହିଁ। He is living. ଆଉ ସେ ଜୀବନ୍ତ ଅଟନ୍ତି। John chapter 12 ଆଉ ଯୋହନ 12 ପର୍ବ verse 41. ତାର 41 ପଦ। These things said Isaiah when he saw his glory and spake of him. ଯିଶାୟ ଏହି ସବୁ କହିଲେ କାରଣ ସେ ତାହାଙ୍କର ମହିମା ଦେଖିଲେ ଓ ତାହାଙ୍କ ବିଷୟରେ କଥା କହିଲେ। Isaiah saw the glory of Jesus Christ. ଆଉ ଯିଶାୟ ଯୀଶୁ ଖ୍ରୀଷ୍ଟଙ୍କର ମହିମା ଦେଖିଲେ। He was speaking of Jesus Christ. ଆଉ ସେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ କହୁଅଛନ୍ତି। What was he speaking of? ଆଉ କଣ ସେ What was କହୁଅଛନ୍ତି? he writing of? କଣ ସେ ଲେଖୁଅଛନ୍ତି? We will go to the passage where he sees the glory of Lord Jesus Christ. ଆଉ ଆମେ ସେଇ ଅଂଶକୁ ଯିବା ଯୋଉଠି ସେ ଯୀଶୁ ଖ୍ରୀଷ୍ଟଙ୍କର ମହିମା ଦେଖନ୍ତି। Isaiah chapter 6. ଯିଶାୟ 6 ପର୍ବ। He saw the Lord sitting on the throne. ଆଉ ସେ ଦେଖୁଛନ୍ତି ଈଶ୍ୱର ସେଇ ସିଂହାସନ ପବିଷ୍ଟ। John is telling us ଆଉ ଯୋହନ ମାନଙ୍କୁ କୁହନ୍ତି that he saw Jesus Christ. ଆଉ ସେ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିଲେ। John is telling us that he spake of Jesus Christ. ଆଉ ସେ ଯୋହନ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିଲେ ଆଉ ତାହାଙ୍କ ବିଷୟରେ ସେ କୁହନ୍ତି। How does he see Jesus କି Christ? ପ୍ରକାର ଭାବରେ ସେ ଯୀଶୁ ଖ୍ରୀଷ୍ଟଙ୍କୁ Sitting on the ଦେଖନ୍ତି। throne, ସେ ସିଂହାସନ ଉପରେ ବସିଛନ୍ତି। lifted up, ଆଉ ସେ ମହିମାନ୍ୱିତ ହଉଛନ୍ତି। everybody in heaven, ଆଉ ସ୍ୱର୍ଗରେ ଥିବା ସମସ୍ତେ the seraphims covering their faces,
ଆଉ ସେ ସରାପ ଗୁଣ ତାହାଙ୍କର ମୁଖ ଆଚ୍ଛାଦନ କରି telling one another, ପରସ୍ପରକୁ କହୁଅଛନ୍ତି Holy, holy, holy. ଧର୍ମମୟ ଧର୍ମମୟ ଧର୍ମମୟ। We play that game, right? Antakshari. ଆମେ ସେଇ ଅନ୍ତାକ୍ଷରୀ ଖେଳ ଖେଳିଥାଉ। Somebody sings a song, ଆଉ କେହି ଜଣେ ଗୀତ ଏ ପ୍ରକାର ଗାଆନ୍ତି and there's one last word or letter by which they have to sing another song. ଆଉ ସେ ଶେଷ ଶବ୍ଦକୁ ଧରିକି ଆଉ ଜଣେ ସେଇ ହିସାବରେ ଗୀତ ଗାଇବେ। One seraphim was saying, Holy, holy, holy. ଆଉ ଗୋଟିଏ ସରାପ ସେ କହୁଛନ୍ତି ହୋଲି 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 ବୋଲିକି Another seraphim acknowledges and says, Yes, as I look at him, he is holy, holy, holy. ଆଉ ସେତେବେଳେ ଆଉ ଗୋଟେ ସରାପ ସେ ଦେଖିବେ ତାଙ୍କୁ ଆଉ ସେ ନିହାତି ଭାବରେ ହଁ ବୋଲିକି ସେ କହିବେ ଧର୍ମମୟ ଧର୍ମମୟ। There is no doubting his holiness in the eternity past. ଆଉ ତାହାଙ୍କର ସେଇ ପବିତ୍ରତାରେ କୌଣସି ସନ୍ଦେହ ନାହିଁ ଯଦି ଆମେ ଅତୀତକୁ ଯଦି ଦେଖୁ। In the heavenlies, Jesus Christ was holy, holy, holy. ଆଉ ସେଇ ସ୍ୱର୍ଗୀୟ ଗଣ ମଧ୍ୟରେ ଯୀଶୁ ଖ୍ରୀଷ୍ଟ ସେ ଧର୍ମମୟ ପବିତ୍ର ପବିତ୍ର ଅଟନ୍ତି। What about him as he made his way onto the face of the earth? ଆଉ ତାଙ୍କ ବିଷୟରେ କଣ କୁହେ ଯେତେବେଳେ ସେ ଏହି ଜଗତ ମଧ୍ୟକୁ As ଆସିଲେ he incarnated, ଆଉ ଯେତେବେଳେ ସେ ମନୁଷ୍ୟ ରୂପ ଧାରଣ କଲେ। we look at Luke chapter 1. ଆମେ ଲୁକ 1 ପର୍ବ ଦେଖୁ Verse 35. 35 ପଦ। The angel answered and said unto her, The Holy Ghost shall come upon thee, the power of the highest shall overshadow thee. Therefore also that holy thing which shall be born of thee shall be called the Son of God. ଦୂତ ତାଙ୍କୁ ଉତ୍ତର ଦେଲେ ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ପରାତ୍ପରଙ୍କ ଶକ୍ତି ତୁମ୍ଭକୁ ଆବରିବ ଏଣୁ ଯେ ଜାତ ହେବେ ସେ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। By the Holy Ghost, ଆଉ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା he is that holy thing. ଆଉ ସେ ହେଉଛନ୍ତି ସେଇ ପବିତ୍ର ଈଶ୍ୱର। He cannot be Son of God if he is not holy in his incarnation. ଆଉ ସେ ଯଦି ମନୁଷ୍ୟ ରୂପରେ ଯଦି ସେ ପବିତ୍ର ରହିବେ ନାହିଁ ତାହେଲେ ସେ ଈଶ୍ୱରଙ୍କ ପୁତ୍ର ହେଇପାରିବେ ନାହିଁ। Isaiah saw him before he incarnated. ଆଉ ସେ ମନୁଷ୍ୟ ରୂପ ଧାରଣ କରିବା ପୂର୍ବରୁ ଯିଶାୟ ତାଙ୍କୁ ଦେଖିଲେ। He sees him as holy. ଆଉ ତାଙ୍କୁ ସେ ପବିତ୍ର ଭାବେ ଦେଖିଲେ। Jesus Christ comes onto the face of the earth, ଆଉ ଯୀଶୁ ଖ୍ରୀଷ୍ଟ ଏହି ଜଗତ ମଧ୍ୟକୁ ଆସିଲେ। in all points made like unto us. ଆଉ ସେ ସମସ୍ତ ପ୍ରକାର ଆମମାନଙ୍କ ପରି ସେ ହେଲେ। In sinful flesh, ଆଉ ସେ ପାପମୟ ଶରୀରରେ but without sin. ଆଉ ସେ ପାପ ବିହୀନ ହେଲେ। This is how Jesus Christ ଏହି came. ପ୍ରକାର ଭାବରେ ଯୀଶୁ ଖ୍ରୀଷ୍ଟ ଆସିଲେ। How was he in his life? ଆଉ ତାଙ୍କର ଜୀବନରେ ସେ କି ପ୍ରକାର ଥିଲେ? We will read a couple of verses. ଆମେ କିଛି ପଦ ପଢିବା। Hebrews chapter 4 verse 15. ଏବ୍ରୀ 4 ତାର 15। He was in all points tempted like us, ଆଉ ସେ ସବୁ ପ୍ରକାର ଆମମାନଙ୍କ ପରି ସେ ପରୀକ୍ଷିତ ହେଲେ yet without sin. ତଥାପି ସେ ପାପ କଲେ ନାହିଁ। He was tempted. ଆଉ ସେ ପ୍ରଲୋଭିତ ହେଲେ। He was tempted in the wilderness. ଆଉ ସେ ପ୍ରାନ୍ତରରେ ପ୍ରଲୋଭିତ ହେଲେ। He was tempted in the Gethsemane to have his own cup. ଆଉ ସେ ସେଇ ଗେଥସେମନି ବଗିଚାରେ ସେ ଏହି ପ୍ରକାର ପ୍ରଲୋଭିତ ହେଲେ କି ସେ ତାଙ୍କ ନିଜ ଅନୁସାରେ ଯିବା He was ପାଇଁ। tempted by people around his cross. If you are the Son of God, come down. ଆଉ ସେ ତାଙ୍କୁ ଏହି ପ୍ରକାର ପ୍ରଲୋଭନ ଆଇଲା ସେଇ କ୍ରୁଶର ଚତୁଃପାର୍ଶ୍ୱରେ ଥିବା ଲୋକମାନଙ୍କ ଦ୍ୱାରା କି ଯଦି ତମେ ଈଶ୍ୱରଙ୍କ ପୁତ୍ର ତାହେଲେ ଓହ୍ଲେଇ ଆସ। May we not limit the temptations of Christ just to the wilderness. ଆଉ ଆମେ ଯୀଶୁ ଖ୍ରୀଷ୍ଟଙ୍କର ସେଇ ପ୍ରଲୋଭନକୁ କେବଳ ସେଇ ପ୍ରାନ୍ତର ମଧ୍ୟରେ ଆମେ ସୀମିତ ରଖିବା He ନାହିଁ। was tempted in all points, ଆଉ ସେ ସମସ୍ତ ସ୍ଥାନରେ ସେ ପ୍ରଲୋଭନ ହେଇଛନ୍ତି। and yet it says ଆଉ ଏ ପ୍ରକାରକୁ ଏ ତଥାପି without sin. ସେ ପାପ କଲେ ନାହିଁ। 1 Peter chapter 2 ପ୍ରଥମ ପିତର 2 ପର୍ବ verse 22. ତାର 22 ପଦ। There was a man who closely watched him for 3.5 years. ଆଉ ସେଠାରେ ଏଇ ପ୍ରକାର ଲୋକ ଅଛନ୍ତି ଯୋଉମାନେ କି ତାଙ୍କୁ ଅତି ନିକଟରୁ 3 ବର୍ଷ ଅଧା ଧରି ତାଙ୍କୁ ଦେଖୁଛନ୍ତି। Somebody has to be with me just for 3.5 minutes to know that I am sinful. ଆଉ ମୋ ସହିତ କେହି ଜଣେ 3 ମିନିଟ୍ ଅଧା ସମୟ ରହିଲେ ଯଥେଷ୍ଟ କି ମୁଁ ଗୋଟେ ପାପପୂର୍ଣ୍ଣ ଲୋକ ବୋଲି Some ଜାଣିବା slip ପାଇଁ। of tongue, ଆଉ ଗୋଟେ ଥର ଟିକେ ଯଦି ମୁଖ ଖସିଗଲା not these 3.5 minutes into 20 while I am preaching. ଆଉ ଏହି 3 ମିନିଟ୍ ଅଧା ଯାହାକି ମୁଁ 20 ମିନିଟ୍ ଧରି ପ୍ରଚାର କରୁଅଛି। No, not that. ଆଉ ସେଇ ପ୍ରକାର ନୁହେଁ। We know what we are. ଆମେ ଜାଣୁ ଯେ ଆମେ କଣ ଅଟୁ। All those that are around us also know what we are. ଆଉ ଆମମାନଙ୍କ ଚତୁଃପାର୍ଶ୍ୱରେ ଥିବା ଲୋକମାନେ ମଧ୍ୟ ଜାଣନ୍ତି ଯେ ଆମେ କିଏ ଅଟୁ। You can fool some of the people all the time, ଆଉ ଅନେକ ସମୟରେ ହୁଏତ ଆପଣମାନେ କୌଣସି ଲୋକକୁ ବୋକା ବନେଇ ପାରନ୍ତି। but you cannot fool all the people all the time. କିନ୍ତୁ ସବୁ ଲୋକଙ୍କୁ ସବୁ ସମୟରେ ଆପଣ ବୋକା ବନେଇ ପାରିବେ ନାହିଁ। Peter is saying this about Jesus Christ, who has closely watched him. ଆଉ ପିତର ଯେକି ତାଙ୍କୁ ଅତି ଘନିଷ୍ଠ ଭାବରେ ନିକଟରେ ଦେଖିଛନ୍ତି ସେହି ପ୍ରକାର ଲେଖନ୍ତି। He says, who did no sin.
से लेखन्ति जे से कौनसी पाप कले नाही What a wonderful testimony. केते महान साक्ष्य I अटे have seen him. आ मु तांकु देखिछि I have seen him in the house of Jairus. आ मु तांकु से जारियस रो से गृह रे I have देखिछि seen him converse with Zacchaeus. आ से जेखरे कपा निकटरे मु तांकु देखि अछि I have seen him with Mary in Bethany. I have seen him at the well with the Samaritan woman. आ से बेथनिया रो मरियम निकटरे पुनी से समरय रो स्त्री ए समस्तक निकटरे मु तांकु देखि अछि He conversed and came into communication with the most sinful of men. He came into conversation and relationship with most sinful आ of से men. सबुठारु से पापपूर्ण लोकमान को सहित से कथावार्ता होछंती But he did no sin. आ किंतु तथापि से पाप कले नाही This is Lord Jesus Christ. आ मान को से यीशु ख्रीष्ट Now you tell me, आ मते वर्तमान आपण माने if कोंतु wages of sin is death, आ जदि से पापर वेतन मृत्यु अटे can death bind him? आ से मृत्यु तांको बांधी रखि पारि It has to be a corporate testimony of ours. आ यहाँ मानकर गुटे सामूहिक से साक्ष्य हेबो Death could not bind him. आ ताहांको मृत्यु धरि रखि पारिला नाही How was his life? आ कि प्रकार तांकर जीवन थिला We will look at 1 John, another man who closely watched him. आ हमें देखिबा प्रथम जन आ गुटे व्यक्ति जे कि तांको अति निकट रु देखिछंती Chapter 3, तार 3 पर्व verse 5. 5 पद You know that he was manifested to take away our sins. In him is no sin. से पाप बोही नहीं जीवा पई प्रकाशित हेले आ ताहांको ठारे पाप नाही तुमे माने यहा जानो Jesus Christ had no sin in him. आ यीशु ख्रीष्टଙ୍କ ठारे कोनोसी पाप नथिला As Isaiah saw him, आ जो प्रकार जिसाय तांको देखिले as Peter saw जो him, प्रकार पितर तांको देखिले as John saw him, जो प्रकार जोहन तांको देखिले even in the eternity future, आ एमिति के अनंत काल से भविष्यत रे in मध्य eternity past he was holy, holy, holy. अनंत काल से अतीत रे मध्य से धर्ममय पवित्र पवित्र थिले They are not trying to sing a new song in heaven. आ से नूतन आ अन्य कोनोसी नूतन गीत से स्वर्ग रे माने Of गाया course पई there is चेष्टा time for करनांती it. Of course there is a time for it. आ निहाती भाबरे सेटा निमते गुटे समय अछि But in general, आ किंतु साधारण as भाबरे we go to Revelation chapter 4 verse 8, आमे जेते बेले प्रकाशित 4 तार 8 को जाऊ after his life on earth, आ तांकर ई जगत मध्यर जीवन परे after 33 and a half years in this sin-stricken world, आ 33.5 वर्ष एही पापमय जगत मध्यरे रहिला परे what are the heavenly beings singing? आ मानकर से स्वर्गीय प्राणीगण कोन से माने गाऊ They were full of eyes. We must remember this. आ यहा हमें मने रखिबा आवश्यक जे से माने पूर्ण चक्षु रे They were not singing blindly. That is what it means. आ ताहा ए प्रकार कहे जे से माने गुटे अंध भाव रे गाऊ नाहंती We will read this verse. These heavenly beings, आ एही स्वर्गीय प्राणी सबु they were full of eyes within. आ ताहांको से माने भीतर चक्षु रे परिपूर्ण They rest not day and night, आ से माने दिवारात्र विश्राम करू नाहंती saying, Holy, holy, holy. से माने गाऊ छंती पवित्र Lord पवित्र God Almighty, पवित्र which was and is to come. आ से प्रभु ईश्वर जे कि अतीत वर्तमान और भविष्यत If you are full of eyes, enlightened by the Spirit, आ जदि आपण माने आत्मा को द्वारा आपण मान को चक्षु परिपूर्ण अटे you will look at the Lord. आ आपण माने ईश्वर को निकट रे देखंतु You will sing, Holy, holy, holy. आपण माने गाइबे पवित्र 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 You know why they are singing this song? आपण माने जानते काहे कि से माने ए गीत गाउ When अछंती Jesus Christ came to heaven, आ जेतेबेले यीशु ख्रीष्ट जगत मध्य को आसंती as he conquered death, आ जेतेबेले से मृत्यु को जय करू अछंती he came to heaven. आ से स्वर्ग को आसले You know what God the Father said? आ आपण माने जानते कि कोन से पिता ईश्वर कहंती We'll see. आमे ताहा देखू Verse 6. आ Hebrews chapter 1, एब्री 1 तार 6 पद verse 6 and 8. 6 एवं 8 पद Again, when he bringeth in the first begotten into the world, he saith, Let all the angels of God worship him. जो समय से प्रथम जातु पुनर्बार जगत मध्य प्रवेश कराइबे से समय को लक्ष्य कर से कहती ईश्वर को समस्त दूत ताहांको प्रणाम करंतु After his death and resurrection. ताहांकर मृत्यु एवं पुनरुत्थान परे Verse 8. 8 पद But unto the Son, से पितांक पुत्रंक विषय रे God the Father is saying this to the Son. आउ से ईश्वर पिता जे कि पुत्रंक विषय रे कहंती Thy throne, O God, is forever. आ तुम्हर सिंहासन अनंत काल स्थायी A अटे scepter of righteousness is the scepter of thy kingdom. न्यायर दंड तुम्हर राजदंड अटे You
ଆଉ ତୁମ୍ଭେ have loved righteousness and hated sin. ଆଉ ସେ ଧାର୍ମିକତାକୁ ପ୍ରେମ କଲ ପୁଣି ପାପକୁ ଘୃଣା କଲ। Of course, it is being quoted from Psalm 45 verse 7. ଆଉ ନିହାତି ଭାବରେ ଏହା ଗୀତ ସଂଗୀତା 45 ତାର 7 ରୁ ଅଣାଯାଇଅଛି। God the Father is saying this. ଆଉ ଏ ପ୍ରକାର ଭାବରେ ପିତା ଈଶ୍ୱର କୁହନ୍ତି। He is calling the angels to worship his son. ଆଉ ସେ ଦୂତମାନଙ୍କୁ କହୁଛନ୍ତି ତାଙ୍କର ପୁତ୍ରଙ୍କୁ ଉପାସନା Who କରିବା ପାଇଁ। in his lifetime on earth, ଆଉ ଯେ କି ତାଙ୍କର ଜୀବନରେ ଏହି ଜଗତରେ ଥିବା ସମୟରେ we lot of times have misunderstanding of holiness. ଆଉ ସେ ତାଙ୍କର ସେ ପବିତ୍ର ଅନେକ ସମୟରେ ଆମେ ସେ ପବିତ୍ରତା ବିଷୟରେ ଭୁଲ ବୁଝିଥାଉ। We count strictness as holiness. ଆମେ ସେଇ କଠୋରତାକୁ ଆମେ ସେ ପବିତ୍ରତା ଭାବରେ That is ଧରିନୁ। general perception. ଆଉ ତାହା ମାନଙ୍କର ସାଧାରଣ ଚିନ୍ତାଧାରା As ଅଟେ। Jesus Christ came onto the face of the earth, କିନ୍ତୁ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଏହି ଜଗତ ମଧ୍ୟକୁ ଆସିଲେ he looked at those legalistic Pharisees and said, ଆଉ ସେ ଏହି ବ୍ୟବସ୍ଥା ଧୀନ ସେଇ ଫାରୁସୀ ମାନଙ୍କୁ ଦେଖି କହୁଛନ୍ତି, you make the cup clean outside. ଆଉ ତୁମେ ସେଇ ପାତ୍ରକୁ ବାହାରେ ସଫା କରୁଅଛ, Inside, ଆଉ କିନ୍ତୁ ଅନ୍ତର ମଧ୍ୟରେ you are a graveyard, he said. ଆଉ ତୁମେ ସେଇ ସମାଧି ପରି ଅଟ ବୋଲି He was କହନ୍ତି। holy even when he said that. ଆଉ ସେ ପବିତ୍ର ଥିଲେ ସେଇ ସମୟରେ ଯେତେବେଳେ ଏହା ସେ କହିଲେ। We think holiness is strictness. ଆମେ ଭାବୁ ଯେ ସେଇ ପବିତ୍ରତା ଗୋଟେ କଠୋରତା ବୋଲି ଭାବିଥାଉ। That is not holiness. ଆଉ ତାହା ପବିତ୍ରତା ନୁହେଁ। Holiness is to have the desire not to sin. ଆଉ ସେଇ ପବିତ୍ରତା ହଉଛି ସେଇ ବିଷୟ ଯେ ପାପ ନ କରିବା ପାଇଁ ଗୋଟେ ଇଚ୍ଛା। Sometimes ଆଉ ବେଳେ ବେଳେ we refrain from sinning ଆମେ ପାପ କରିବା ଠାରୁ ଦୂରେଇ ରହିଥାଉ। not because we don't want to sin, ଆଉ ଏଥିପାଇଁ ନୁହେଁ କି ଯେ ଆମେ ପାପ କରିବା ପାଇଁ ଇଚ୍ଛା କରୁନା। because we don't want to lose our external testimony. ଏଥିପାଇଁ ଆମେ ସେ ପାପ କରିନଥାଉ ଯେହେତୁ ବାହାରେ ଆମର ଯୋଉ ସାକ୍ଷୀ ଅଛି ତାହା ଯେମିତି କି ହରେଇ ନ ପାରୁ। What will they think if I react like this? ଆଉ ଏମିତି ଯଦି ମୁଁ କରିଦେବି ତାହେଲେ ସେ ଲୋକ କଣ ଭାବିବ What ମୋତେ? will they think of me if I say this or do this? ଆଉ ଯଦି ମୁଁ ଏହା କହିବି କିମ୍ବା କରିବି ତାହେଲେ ସେ ଲୋକ ମୋତେ କଣ ଭାବିବ? That is not holiness, it is circumstantial holiness. ଆଉ ଏହା ଗୋଟେ ପବିତ୍ରତା ନୁହେଁ କିନ୍ତୁ ଏହା ଗୋଟେ ପରିସ୍ଥିତି ଅନୁସାରେ ଗୋଟେ But with ପବିତ୍ରତା ଅଟେ। Jesus Christ, କିନ୍ତୁ ଯୀଶୁ ଖ୍ରୀଷ୍ଟ he loved righteousness. ଆଉ ସେ ପବିତ୍ରତା ସେ ପ୍ରେମ କଲେ। He never sinned because he hated sin. ଆଉ ସେ ପାପ କେବେ କଲେ ନାହିଁ ଯେହେତୁ ସେ ପାପକୁ ଘୃଣା କଲେ। He always did right because he loved doing it. ଆଉ ସେ ସର୍ବଦା ସଠିକ ବିଷୟ କଲେ ଯେହେତୁ ସେ ତାହା କରିବା ନିମନ୍ତେ ସେ ଇଚ୍ଛା କରନ୍ତି ତାହା ପ୍ରେମ କରନ୍ତି। You know what holiness is? ଆପଣମାନେ ଜାଣନ୍ତି This is- ପବିତ୍ରତା କଣ ଅଟେ? ଏହା ହଉଛି ସେ I'm ପବିତ୍ରତା। not surprised we are not happy today. ଆଉ ଆମେ ଯଦି ମୁଁ ଆଶ୍ଚର୍ଯ୍ୟ ହେବି ନାହିଁ ଯଦି ଆମେ ଆଜି ଖୁସି ନାହୁଁ। You know, don't get me wrong. ମତେ ଭୁଲ ବୁଝନ୍ତୁ ନାହିଁ ଆପଣମାନେ। Excitement is not happiness. ଆଉ ଗୋଟେ I ଉତ୍ଫୁଲ୍ଲିତ can- ହେବା ଗୋଟେ I ଆନନ୍ଦ can be ବିଷୟ ନୁହେଁ। excited. ମୁଁ ଉତ୍ଫୁଲ୍ଲିତ ହେଇପାରେ। I can crack a couple of really silly jokes and make you all laugh. ଆଉ ମୁଁ ଆପଣମାନଙ୍କୁ ଗୋଟେ ସୁନ୍ଦର ସୁନ୍ଦର ପରିହାସର ଥଟ୍ଟାର ମଜାର କଥା କହିକି ହସେଇ ପାରିବି। That is not happiness. ଆଉ ତାହା ସେଇ ଆନନ୍ଦ ନୁହେଁ। There's the gladness that scripture speaks of, ଆଉ ଯେଉଁ ଆନନ୍ଦ ବିଷୟରେ ଶାସ୍ତ୍ର କୁହେ like Habakkuk says, ଆଉ ଯୋଉ ପ୍ରକାର ହବକୁ କୁହନ୍ତି even if there is nothing in the olive field or on the fig tree, ଆଉ I still rejoice. ଆଉ ଯଦି ବା ସେହି ଡିମ୍ବରି ବୃକ୍ଷରେ ଫଳ ନାହିଁ କିମ୍ବା ପତ୍ର ନାହିଁ ତଥାପି ମୁଁ ଆନନ୍ଦ କରେ। Which is beyond all circumstances. ଆଉ ଯାହାକି ଆମ ସେ ସମସ୍ତ ପ୍ରକାର ପରିସ୍ଥିତିର ଉର୍ଦ୍ଧ୍ୱରେ। In Hebrews 1:9, ଏବ୍ରି ତାର says, 1:9 କୁହନ୍ତି Jesus Christ was the happiest man. ଆଉ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ସମସ୍ତଙ୍କ ଠାରୁ ସେଇ ଅଧିକ ଆନନ୍ଦମୟ ଲୋକ ଅଟନ୍ତି। Why? କାହିଁକି? God had anointed him with the oil of gladness above all his fellows. ଆଉ କାରଣ ଈଶ୍ୱର ତାହାଙ୍କୁ ସମସ୍ତ ଆନନ୍ଦ ରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି। What does it mean? ଆଉ ଏହାର ଅର୍ଥ He କଣ was ଅଟେ? the happiest man. ଆଉ ସେ ହେଉଛନ୍ତି ସବୁଠାରୁ ଆନନ୍ଦପୂର୍ଣ୍ଣ ଲୋକ Was ଅଟନ୍ତି। he the richest man? ଆଉ ସେ ସବୁଠାରୁ ଧନଶାଳୀ Was ବ୍ୟକ୍ତି he the ଥିଲେ most କି? successful man in his career? ଆଉ ତାଙ୍କର ଜୀବନରେ ସବୁଠାରୁ ସଫଳତମ ବ୍ୟକ୍ତି ଥିଲେ That କି? poor man lived without, he said, the foxes have holes, the birds of the air have nests, but the Son of Man hath not where to lay ଆଉ his ସେଇ head. ପ୍ରକାର କହିଥିଲେ କି ଯେ ସେ କୋକିଶିଆଳିର ବସା ଅଛି କିନ୍ତୁ ମନୁଷ୍ୟ ପୁତ୍ରଙ୍କ ନିମନ୍ତେ ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ। He was an unknown carpenter in Nazareth. ଆଉ ସେ ନାଜରିତରେ ଗୋଟେ ଅଜଣାଶୁଣା ଗୋଟେ ବଢେଇ ଥିଲେ। He was just a simple man. ଆଉ ସେ ଗୋଟେ ସାଧାରଣ ବ୍ୟକ୍ତି He ଥିଲେ। was not a successful ଆଉ man. ସେ ଗୋଟେ ସଫଳତମ ବ୍ୟକ୍ତି ନଥିଲେ। What are we after? ଆମେ ତାହେଲେ କାହାର ପଛରେ ଅଛୁ? Success, ସେଇ ସଫଳତା ପଛରେ money, ଆଉ ଟଙ୍କା ପଛରେ। they won't give you happiness. ଆଉ ସେ ସବୁ ଆପଣମାନଙ୍କୁ ଆନନ୍ଦ ଦେବେ ନାହିଁ। Gladness comes with holiness. ଆନନ୍ଦ ସେଇ ପବିତ୍ରତାରୁ ଆସିଥାଏ। Jesus Christ is the proof. ଆଉ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ସେହି ପ୍ରମାଣ। The happiest man that ever lived on the face of the earth ଆଉ ଏହି ଜଗତ ମଧ୍ୟରେ ବଞ୍ଚିଥିବା ଲୋକମାନଙ୍କ ମଧ୍ୟରୁ ସବୁଠାରୁ ଆନନ୍ଦର ପୂର୍ଣ୍ଣ ବ୍ୟକ୍ତି had ଅଟନ୍ତି। no donkey to travel, ଆଉ ଗୋଟେ ଯାହାଙ୍କୁ କି ଗୋଟେ ଗଧରେ ଯିବା ନିମନ୍ତେ had ନଥିଲା no ଗଧ। room to give a
parting gift or a parting party. ଆଉ ଗୋଟେ ପାର୍ଟି ଗୋଟେ ଭୋଜ ପ୍ରସ୍ତୁତ କରିବା ନିମନ୍ତେ ନିଜ ପାଖରେ ଗୋଟେ ଘର ନଥିଲା He didn't have anything. ଆଉ ତାହାଙ୍କ ପାଖରେ କିଛି ନଥିଲା He was happy. ଆଉ ତଥାପି ସେ He was ଆନନ୍ଦିତ ଥିଲେ happier than absolutely everybody ଆଉ ସେ ସମସ୍ତ ଲୋକମାନଙ୍କ ଠାରୁ ସେ ଆନନ୍ଦ ଥିଲେ because he was holy. ଆଉ ଯେହେତୁ ସେ ପବିତ୍ର ଥିଲେ You and I cannot be happy ଆଉ ଆପଣ ଏବଂ ମୁଁ ଖୁସି ହେଇପାରିବୁ ନାହିଁ unless ଆଉ ଯୋଉ ପର୍ଯ୍ୟନ୍ତ we are holy. ଆମେ ପବିତ୍ର ହେଇନାହୁଁ All this to witness to the holiness of Christ. ଆଉ ଏ ସବୁ ବିଷୟ ଯୀଶୁ ଖ୍ରୀଷ୍ଟଙ୍କର ସେହି ପବିତ୍ରତାର ସାକ୍ଷ୍ୟ ହେବା ନିମନ୍ତେ Now can we all tell along with Job? ଆଉ ଆମେ ବର୍ତ୍ତମାନ ଆମେ ସମସ୍ତେ ଆୟୁବଙ୍କ ସହିତ କହିପାରୁ କି I know ମୁଁ ଜାଣେ my Redeemer lives ମୋର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି because there is no sin in him. କାରଣ ତାହାଙ୍କ ଠାରେ କୌଣସି There ପାପ are ନାହିଁ innumerable number of passages. ଆଉ ଆମମାନଙ୍କୁ ଅନେକ ଏହି ପ୍ରକାର ଶାସ୍ତ୍ର ଅଂଶ ଅଛି You can go to Pilate and ask him. ଆପଣମାନେ ପିଲାତଙ୍କ ନିକଟକୁ ଯାଇ ପଚାରି ପାରନ୍ତି King Pilate, you have examined so closely. ଆଉ ପିଲା ତୁମେ ଏତେ ନିକଟରୁ ତମେ ତାହାଙ୍କୁ ପରୀକ୍ଷା କଲ You are such a sinful man. ଆଉ ତୁମେ ଗୋଟେ ପାପ ପୂର୍ଣ୍ଣ ବ୍ୟକ୍ତି You ଅଟ are such a timid man. ଆଉ ତୁମେ এই ପ୍ରକାର ଗୋଟେ ଭୟ ର ବ୍ୟକ୍ତି ଅଟ Tell me this truth for once. ଆଉ ଏଇ ଗୋଟେ ସତ୍ୟତା ଗୋଟେ ଥର ଆପଣ For କୁହନ୍ତୁ once speak the truth. ଆଉ ଗୋଟେ ଥର ସେଇ ସତ୍ୟତା କୁହନ୍ତୁ He'll tell you. ଆଉ ସେ ଆପଣମାନେ କହିବେ I'll thrice testify to the faultlessness of this great man. ଆଉ ସେ ତିନି ଥର ମୁଁ ଏହି ସାକ୍ଷ୍ୟ ଦେବି ସେ ଦେବେ କି ଯେ ଏହି ବ୍ୟକ୍ତି ଯାହାଙ୍କ ଠାରେ କୌଣସି ପାପ ନାହିଁ John 18:38, John 19:4, John 19:6. Pilate is banging in the same truth into the ears of these envious Jews. ଆଉ ଏଇ ଜହନ 18-19 ଏ ସବୁରେ ଆମେ ଯେତେବେଳେ ଦେଖୁ ତାହେଲେ ଏହି ହିଂସାବାଦୀ ଏଇ ଜିହୁଦୀ ମାନଙ୍କ ନିକଟରେ ସେ ବାରମ୍ବାର କହୁଅଛନ୍ତି କି ଯେ ଏଇ ଲୋକଙ୍କ ଠାରେ ମୁଁ କୌଣସି This man ଦୋଷ is ପାଉନାହିଁ faultless. ଆଉ ଏଇ ଲୋକଙ୍କ ଠାରେ କୌଣସି ଦୋଷ ନାହିଁ You go to the demons, ଆଉ ତୁମେ ସେ ଭୂତ ମାନଙ୍କ ନିକଟକୁ they ଯାଅ look at him and say, ଆଉ ସେମାନେ ତାହାଙ୍କୁ କୁହନ୍ତି "Thou Holy One of God." ଆଉ ସେ ଦୂତ ସେଇ ଭୂତ ତାହାଙ୍କୁ ଦେଖିକି ଏ ଈଶ୍ୱରଙ୍କର ପବିତ୍ର ବ୍ୟକ୍ତି ଅଟନ୍ତି ବୋଲି କୁହନ୍ତି We have seen all testimonies. ଆମେ ସମସ୍ତ ପ୍ରକାର ସେ ସାକ୍ଷ୍ୟ ଦେଖିଅଛୁ And yet there is this great testimony of all. ଆଉ ତଥାପି ଏ ସବୁଠାରୁ ଆଉ ଗୋଟେ ମହାନ ସାକ୍ଷ୍ୟ ଆମେ ଦେଖୁ You know who is it? ଆଉ ଆପଣମାନେ ଜାଣନ୍ତି କି ସେ କିଏ He is ଅଟନ୍ତି Christ himself. ଆଉ ସେ ଖ୍ରୀଷ୍ଟ ନିଜେ ଅଟନ୍ତି He is standing before all his enemies. ଆଉ ସେ ତାହାଙ୍କର ସମସ୍ତ ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୁଅନ୍ତି John chapter 8 verse 46. ଆଉ ଜହନ 8 ତାର 46 ରେ କୁହନ୍ତି Which of you convinceth me of sin? I am convinced I am holy. Tell me if any of you are convinced otherwise, he said. ଆଉ ସେହି ପ୍ରକାର କୁହନ୍ତି ଯେ କି ପ୍ରକାର ଭାବରେ ମୁଁ ପାପ କରିଅଛି ବୋଲି କୌଣସି ଲୋକ ଏଠାରେ ନିଶ୍ଚିତ ଅଟନ୍ତି କି Without spot, without blemish was his life. ଆଉ କୌଣସି ପ୍ରକାର ଗୋଟେ ତାଙ୍କ ଜୀବନରେ ଗୋଟେ ଭୁଲ ନଥିଲା His private life of 30 years ଆଉ ତାଙ୍କର ବ୍ୟକ୍ତିଗତ ଜୀବନ ଯାହାକି 30 ବର୍ଷ ଧରି and his public life of 3.5 years ଆଉ ପୁଣି ତାଙ୍କର ଜୀବନ ଯାହାକି ବାହାରେ ଲୋକମାନଙ୍କ ମଧ୍ୟରେ 3 ବର୍ଷ ଅଧା ଧରି was spotless. ଆଉ କୌଣସି ସେଠାରେ ପାପ You ନଥିଲା can take your magnifying glass ଆଉ ଆପଣମାନଙ୍କର ଗୋଟେ ସେହି ମ୍ୟାଗ୍ନିଫାଇଂ ଗ୍ଲାସ୍ ନେଇପାରିବେ and you can scrutinize as much as you want to. ଆଉ ସେଇ ଜବକାଚ ନେଇକି ଆପଣମାନେ ଯେତେ ତାହାଙ୍କୁ ଦେଖିବା ପାଇଁ ଚେଷ୍ଟା କରିବେ Sorry, you take your microscope and scrutinize as much as you want to. ଆଉ ଆପଣମାନଙ୍କର ସେଇ ମାଇକ୍ରୋସ୍କୋପ ନେଇକି ଯେତେ ଆପଣମାନେ ପରୀକ୍ଷା କରିବା ପାଇଁ ଚାହାନ୍ତି ପରୀକ୍ଷା କରି ଦେଖନ୍ତୁ From head to toe, ଆଉ ତାଙ୍କ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ Jesus Christ is all holy. ଆଉ ଯୀଶୁ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ରୂପେ ପବିତ୍ର ଥିଲେ This is my beloved. ଆଉ ଏହା ହେଉଛନ୍ତି ଆମର ପ୍ରିୟ ପୁତ୍ର The Shulamite says, altogether lovely, ଆଉ ସେ ସୋଲୋମନୀୟ ଲୋକମାନେ ଏ ପ୍ରକାର କୁହନ୍ତି altogether lovely. ଆଉ ସେମାନେ ସମସ୍ତେ ଏକାଥରେ ଅତି ପ୍ରେମମୟ ବୋଲି Let କୁହନ୍ତି us sing altogether holy. ଆଉ ଆମେ ଏହି ପ୍ରକାର ଗାଉକେ ସମସ୍ତେ ଏକାଥରେ ସେ ପବିତ୍ର ବୋଲିକି Look at your beloved. ଆଉ ଆପଣଙ୍କର ସେଇ ପ୍ରିୟ ପୁତ୍ରଙ୍କୁ ଦେଖନ୍ତୁ Can death hold him? Is How- it possible that death should hold him? ଆଉ ଏହା ସମ୍ଭବ କି ମୃତ୍ୟୁ ତାହାଙ୍କୁ ଧରି ରଖିବା It was impossible that death should bind him. ଆଉ ଏହା ଅସମ୍ଭବ ଅଟେ ମୃତ୍ୟୁ ତାହାଙ୍କୁ ଧରି ରଖିବା Holy in his thoughts, holy in his words, holy in his deeds. ଆଉ ତାହାଙ୍କର ଚିନ୍ତାରେ ପବିତ୍ରତା ତାହାଙ୍କର କାର୍ଯ୍ୟରେ ପବିତ୍ରତା ସମସ୍ତ ବିଷୟରେ ତାହାଙ୍କର ପବିତ୍ରତା ଅଛି The earth could not soil him or mar his garments. ଆଉ ଏହି ପୃଥିବୀ ତାହାଙ୍କର ସେହି ବସ୍ତ୍ରରେ କୌଣସି ପ୍ରକାର ଆଞ୍ଚ ଲଗାଇ ପାରିବ ନାହିଁ They cut off his robes and saw him.
ଆଉ ତାହାଙ୍କର ବସ୍ତ୍ରକୁ ସେମାନେ ଚିରିକି ଦେଖୁଛନ୍ତି And the centurion looks at him in his nakedness. ଆଉ ସେଇ ଶତ ସେନାପତି ତାହାଙ୍କର ସେ ଉଲଗ୍ନ ଅବସ୍ଥାରେ ଦେଖୁଛନ୍ତି You know what he said? ଆଉ ଆପଣ ଜାଣନ୍ତି ସେ କଣ କୁହନ୍ତି Truly, this is a righteous man. ଆଉ ନିତାନ୍ତ ଭାବରେ ଏଇ ଗୋଟେ ଧାର୍ମିକ ବ୍ୟକ୍ତି ଥିଲେ Everyone around were mocking him. ଆଉ ଚତୁଃପାର୍ଶ୍ୱରେ ଥିବା ଲୋକମାନେ ତାହାଙ୍କୁ ପରିହାସ କରୁଛନ୍ତି They put a crown of thorns on his head ଆଉ ତାହାଙ୍କର ମସ୍ତକରେ ସେମାନେ କଣ୍ଟାର ମୁକୁଟ ପିନ୍ଧେଇଲେ and said, ଆଉ ସେମାନେ ତାପରେ "Oh, କହୁଛନ୍ତି Barabbas is better than you." ଆଉ ସେଇ ବାରବା ତୁମଠାରୁ ଉତ୍ତମ ଅଟନ୍ତି And their God has another witness. ଆଉ ତାହାଙ୍କର ଈଶ୍ୱର ଆଉ ଗୋଟେ ପ୍ରକାର ଗୋଟେ ସାକ୍ଷ୍ୟ That ଅଟନ୍ତି sinner that was hanging on the other cross. ଆଉ ସେହି ପାପୀ ଯେ କି ଆଉ ଗୋଟେ କୃଷରେ ପାଖରେ ଥିବା କୃଷରେ He is ଝୁଲୁଛନ୍ତି talking to that other man on the other side of the cross. ଆଉ କୃଷର ଆର ପାର୍ଶ୍ୱରେ ଥିବା ଆଉ ଗୋଟେ ପାପୀ କୁ ସେ କୁହନ୍ତି We deserve it. ଆଉ ଆମେ ଏହା ପାଇବାର ଯୋଗ୍ୟ ଅଟୁ But this man has done nothing amiss. କିନ୍ତୁ ଏହି ବ୍ୟକ୍ତି କୌଣସି ପ୍ରକାର ପାପ କରିନାହାନ୍ତି How God guarded the holiness of Lord Jesus Christ amidst all this mockery. ଆଉ ଏତେ ପରିହାସ କରୁଥିବା ଲୋକମାନଙ୍କ ମଧ୍ୟରେ କି ପ୍ରକାର ଭାବରେ ଈଶ୍ୱର ଏହି ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ରତାକୁ ଧରି As you ରଖୁଅଛନ୍ତି are called to be a witness of resurrection, ଆଉ ଯେତେବେଳେ ଆମେ ଆହ୍ୱାନ ପ୍ରାପ୍ତ ହେଇଅଛୁ ତାଙ୍କର ପୁନରୁତ୍ଥାନର ଗୋଟେ ସାକ୍ଷୀ ହେବା you ପାଇଁ know what you are guarding? ଆଉ ଆପଣମାନେ ଜାଣନ୍ତି କଣ ଆପଣମାନେ ସୁରକ୍ଷା ଦଉଅଛନ୍ତି The holiness of Lord Jesus ଆଉ ସେ Christ. ଯୀଶୁ ଖ୍ରୀଷ୍ଟଙ୍କର ସେଇ ପବିତ୍ରତା Let what men say, let them say. ଆଉ ଯାହା ମନୁଷ୍ୟ କହୁଅଛି ତାହା ସେମାନେ କୁହନ୍ତୁ You can have your opinion to yourself. ଆଉ ଆପଣମାନେ ନିଜ ପାଇଁ ନିଜର ସେଇ ମତାମତ ରଖିପାରନ୍ତି I am happy to believe the Lord. ଆଉ ମୁଁ ଖୁସି ଅଟେ ଈଶ୍ୱରଙ୍କ ଠାରେ ବିଶ୍ୱାସ If କରିବାରୁ that weren't enough, ଆଉ ଯଦି ତାହା ଯଥେଷ୍ଟ ଅଟେ ପ୍ରମାଣ I କରିବା have the ପାଇଁ host of saints saying he is holy. ଆଉ ଯେତେବେଳେ ସେ ସୈନ୍ୟାଧିପତି କହନ୍ତି ଯେ ସେ ପବିତ୍ର ଅଟନ୍ତି All of heaven is saying that he is holy. ଆଉ ଯେତେବେଳେ ସମଗ୍ର ସ୍ୱର୍ଗ କହୁଛି ଯେ ସେ ପବିତ୍ର ଅଟନ୍ତି ବୋଲି Even his enemies were testifying to his holiness. ଆଉ ତାଙ୍କର ସେଇ ଶତ୍ରୁ ମଧ୍ୟ ସେ ପବିତ୍ର ବୋଲି ସେମାନେ ସାକ୍ଷ୍ୟ ଦିଅନ୍ତି Even the members of hell, the demons were testifying to his holiness. ଆଉ ସେଇ ନର୍କର ସେଇ ସଦସ୍ୟ ଯେକି ସେଇ ଭୂତ ପ୍ରେତ ସବୁ ତାହାଙ୍କୁ ପବିତ୍ର ବୋଲି ସାକ୍ଷ୍ୟ ଦିଅନ୍ତି They stripped him naked, ଆଉ ସେମାନେ ତାହାଙ୍କୁ ନଗ୍ନ ଅବସ୍ଥାକୁ ଆଣୁଛନ୍ତି and yet they could not find any fault ଆଉ with him. ତଥାପି ତାହାଙ୍କ ଠାରେ କୌଣସି ଭୁଲ ସେମାନେ ପାଇଲେ ନାହିଁ We might be able to hide something or the other from man. ଆଉ ମନୁଷ୍ୟ ଠାରୁ ଆମେ କିଛି ନା କିଛି ଲୁଚେଇବା ପାଇଁ ଚେଷ୍ଟା କରୁ You cannot hide anything from God who tries our reins, searcheth our hearts. ଆଉ କିନ୍ତୁ ସେଇ ଈଶ୍ୱରଙ୍କ ଠାରୁ ଆପଣମାନେ କୌଣସି ବିଷୟ ଲୁଚେଇ ରଖିପାରିବେ ନାହିଁ ଯେ ଆମମାନଙ୍କର ହୃଦୟର ଅନୁସନ୍ଧାନ କରନ୍ତି God the Father thoroughly searched his Son ଆଉ ସେହି ପିତା ଈଶ୍ୱର ତାଙ୍କର ପୁତ୍ରକୁ ସମ୍ପୂର୍ଣ୍ଣ ରୂପେ ଦେଖୁଅଛନ୍ତି and said, ଆଉ ସେ କହୁଅଛନ୍ତି "You loved righteousness, ଆଉ ତୁମେ ଧାର୍ମିକତାକୁ ପ୍ରେମ କଲ you hated iniquity. ଆଉ ତୁମେ ସେଇ ଅଧାର୍ମିକତାକୁ ଘୃଣା କଲ Come, rise from the dead. ଆଉ ତୁମ୍ଭେ ବର୍ତ୍ତମାନ ସେ ମୃତମାନଙ୍କ ମଧ୍ୟରୁ Sit ଉଠ on my right hand." ଆଉ ମୋର ଦକ୍ଷିଣ ପାର୍ଶ୍ୱରେ ବସ Not just as Son of ଆଉ God, କେବଳ ଗୋଟେ ସେଇ ପିତା କେବଳ ଗୋଟେ not just as Son of God, ଆଉ ସେ ଈଶ୍ୱରଙ୍କ ପୁତ୍ର ଭାବରେ କେବଳ ବସିବ ନାହିଁ but also as Son of Man, କିନ୍ତୁ ମନୁଷ୍ୟ ପୁତ୍ର ଭାବରେ ମଧ୍ୟ as the one who has conquered over temptation, ଆଉ ଯେ କି ସେହି ସମସ୍ତ ପ୍ରଲୋଭନକୁ as the ଜୟଲାଭ one who has କରିଅଛ conquered over the world, ଆଉ ଯେ କି ଏ ଜଗତକୁ ଜୟଲାଭ as କରିଅଛ the one who conquered over flesh. ଆଉ ଯେ କି ସମସ୍ତ ସେଇ ମାଂସମୟ ଶରୀରକୁ ଜୟ It is କରିଅଛ obvious that you conquered over death. ଆଉ ଏହା ନିହାତି ଭାବରେ ଯେ ତୁମେ ସେଇ ମୃତ୍ୟୁକୁ ଜୟ You କରିଅଛ know what is more challenging? ଆଉ ଆପଣମାନେ ଜାଣନ୍ତି କି କଣ ସେଇ ଆହ୍ୱାନ ଦେବା ବିଷୟ To conquer over sin, ଆଉ ସେ ପାପ ଉପରେ ଜୟ ଲାଭ to କରିବା conquer over flesh, ଆଉ ସେଇ ଶରୀର ଉପରେ ଜୟ ଲାଭ to କରିବା conquer over the world. ଆଉ ଏ ଜଗତ ଉପରେ ଜୟ ଲାଭ କରିବା You have conquered all of them. ଆଉ ଏ ସବୁ ବିଷୟରେ ତୁମେ ଜୟ ଲାଭ You are କରିଅଛ never stained by sin. ଆଉ ତୁମେ କେବେ ସେଇ ପାପ ମଧ୍ୟରେ ରହିନାହ Come into the heavenlies. ଆଉ ତୁମେ ସେଇ ସ୍ୱର୍ଗୀୟ ବାହିନୀ ମଧ୍ୟରେ ଆସିଅଛ Sit on my right hand. ଆଉ ମୋର ସେଇ ଦକ୍ଷିଣ ପାର୍ଶ୍ୱରେ ବସିଛ Everything is under you. ଆଉ ତୁମର ତଳେ ସମସ୍ତ ବିଷୟ ଅଛି What was God the Father telling him? ଆଉ ପିତା ଈଶ୍ୱର କଣ ତାଙ୍କୁ କୁହନ୍ତି You can lift up your head. ଆଉ ତୁମେ ଯେତେବେଳେ ନିଜର ମସ୍ତକ ଉନ୍ନତ କରିବ You will find nothing. ଆଉ ତୁମେ କୌଣସି ବିଷୟ ଦେଖିବ You ନାହିଁ can bend down. ଆଉ ଯେତେବେଳେ ତଳକୁ ଦେଖିବ You can find absolutely everything under your feet. ଆଉ ସେ ସବୁ ବିଷୟ ତୁମ ପଦ ତଳେ ରହିବାର ବିଷୟ This is the ଦେଖିବ exaltation of Lord Jesus Christ, the Holy One. ଆଉ ଏହା ହଉଛି ଯୀଶୁ ଖ୍ରୀଷ୍ଟଙ୍କର ସେଇ ଉତ୍ଥାନର ବିଷୟ ଯାହାକି ଯିଏ କି ସେ ପବିତ୍ର If ଅଟନ୍ତି your eyes are opened, ଆଉ ଯଦି ଆପଣମାନଙ୍କର ଚକ୍ଷୁ if ଉନ୍ମୁକ୍ତ you know the sinfulness of your sin, ଆଉ ଯଦି ଆପଣମାନ if you know the sinfulness ଆଉ of your ଆପଣମାନଙ୍କର sin, ସେଇ ପାପର ଅବସ୍ଥାକୁ ଆପଣମାନେ ଜାଣିପାରନ୍ତି if you know the conquering power of the world, ଆଉ ଯଦି ଏହି ଜଗତର ସେଇ ବିଜୟ ଲାଭ କରିବାର ଶକ୍ତିକୁ ଆପଣମାନେ if you know ଜାଣନ୍ତି the weakness of your own flesh, ଆଉ ଯଦି ଆପଣମାନଙ୍କର ନିଜର ଶରୀରର ସେଇ ଦୁର୍ବଳତାକୁ ଆପଣମାନେ ଜାଣନ୍ତି you look at the Lord and say, ଆଉ ଆପଣମାନେ ଈଶ୍ୱରଙ୍କ ନିକଟକୁ ଦେଖନ୍ତୁ ପୁଣି Lord, କୁହନ୍ତୁ
How have you overcome? ଆଉ ସେଇ ଆପଣ ମାନେ ପଚାରି ପାର ଯେ କି ପ୍ରକାର ଈଶ୍ୱର ତୁମେ No ବିଜୟ କଲ। surprise that you swallowed up death in victory. ଆଉ ଏଠାରେ କୌଣସି ଆଶ୍ଚର୍ଯ୍ୟର ବିଷୟ ନାହିଁ କି ଯେ ତୁମେ ମୃତ୍ୟୁକୁ ଗ୍ରାସ କରିଅଛ। You secretly overcame temptation. ଆଉ ତୁମେ ନିରବ ଭାବରେ ସେହି ସମସ୍ତ ପ୍ରକାର ପ୍ରଲୋଭନକୁ ଜୟ କଲ। No surprise that you openly overcame death and the grave. ଆଉ କୌଣସି ଆଶ୍ଚର୍ଯ୍ୟର ବିଷୟ ନାହିଁ କି ଯେ ତୁମେ ସର୍ବ ସମ୍ମୁଖରେ ସେ ମୃତ୍ୟୁକୁ ଭାଙ୍ଗିକି ତୁମେ ଜୟଲାଭ କଲ। The women were going to the grave ଆଉ ଯେଉଁ thinking, ସ୍ତ୍ରୀ ଲୋକମାନେ ସେଇ ସମାଧି ନିକଟକୁ ଗଲେ ସେମାନେ ଭାବୁଥିଲେ who will roll away the stone? ଆଉ କିଏ ସେ ପଥରକୁ ଘୁଞ୍ଚେଇ ଦେବ। Forget about it. ଆଉ ସେ ବିଷୟରେ ଭୁଲି The ଯାଆନ୍ତୁ। Lord Jesus Christ has triumphed over death. ଆଉ ଯୀଶୁ ଖ୍ରୀଷ୍ଟ ସେ ମୃତ୍ୟୁ ଉପରେ ବିଜୟ ଲାଭ What କରୁଛନ୍ତି। joyful gospel. ଆଉ କେତେ ଆନନ୍ଦର ସୁସମାଚାର ଅଟେ। Ours is no sentimental weeping gospel. ଆଉ ଆମମାନଙ୍କର ସୁସମାଚାର ଗୋଟେ ଭାବପ୍ରବଣ ହିସାବରେ କ୍ରନ୍ଦନର ଗୋଟେ ସୁସମାଚାର Ours ନୁହେଁ। is joyful and triumphant gospel that Jesus Christ has overcome death because he is holy. କିନ୍ତୁ ଆମମାନଙ୍କର ସେଇ ଆନନ୍ଦମୟ ସୁସମାଚାର ଅଟେ ଯେହେତୁ ଆମମାନଙ୍କର ସେଇ ଯୀଶୁ ଖ୍ରୀଷ୍ଟ ଯେ କି ପବିତ୍ର ଅଟନ୍ତି ସେ ଜୟଲାଭ Let କରିଛନ୍ତି। the world say whatever it wants to. ଆଉ ଏଇ ଜଗତ କହୁ ଯାହା ସେ କହିବା ପାଇଁ ଇଚ୍ଛା କରୁଅଛି। Jesus Christ is living. ଆଉ ଯୀଶୁ ଖ୍ରୀଷ୍ଟ ଜୀବନ୍ତ ଅଟନ୍ତି। I affirm that Jesus Christ is alive. ଆଉ ମୁଁ ଏହା ଘୋଷଣା କରେ କି ଯେ ଯୀଶୁ ଖ୍ରୀଷ୍ଟ ଜୀବିତ ଅଟନ୍ତି। Majority does not win here. ଆଉ ଏଠାରେ କୌଣସି ପ୍ରକାରେ ବହୁମତ ବିଜୟ ଲାଭ କରିବ The ନାହିଁ। world, all the world might say he is dead. ଆଉ ଏଇ ସମସ୍ତ ଜଗତ କୁହେ ଯେ ସେ ମୃତ ଅଟନ୍ତି। I don't need to see the tomb. ଆଉ ମୁଁ ସେଇ ସମାଧି ଦେଖିବାର I ଆବଶ୍ୟକ only ନାହିଁ। need to see his life, ଆଉ ମୁଁ କେବଳ ତାଙ୍କର ଜୀବନ ଦେଖିବାର ଅଛି। spotless and blemishless. ଆଉ ତାହାଙ୍କର ଜୀବନ ଯାହାକି ଅନିନ୍ଦନୀୟ ଥିଲା। He is holy. ସେ ପବିତ୍ର ଅଟନ୍ତି। He is living. ଆଉ ସେ ଜୀବନ୍ତ Death ଅଟନ୍ତି। could not bind him. ଆଉ ମୃତ୍ୟୁ ତାହାଙ୍କୁ ଧରି ରଖି ପାରିଲା ନାହିଁ। How? ଆଉ କି ପ୍ରକାର ଭାବରେ? Because he is the Son of God. କାରଣ ସେ ଈଶ୍ୱରଙ୍କ ପୁତ୍ର ଅଟନ୍ତି। Born by the power of the Holy Ghost. ଆଉ ସେ ପବିତ୍ର ଆତ୍ମାଙ୍କର ଦ୍ୱାରା ସେ ଜନ୍ମିତ ହେଲେ। Lived by the power of the Holy ସେ Ghost. ପବିତ୍ର ଆତ୍ମାଙ୍କର ଶକ୍ତିରେ ସେ ବଞ୍ଚୁଛନ୍ତି। Ministered by the power of the Holy ଆଉ Ghost. ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ସେବା କାର୍ଯ୍ୟ କରୁଛନ୍ତି। Offered himself through the eternal Spirit. ଆଉ ସେ ନିଜକୁ ସେ ଅନନ୍ତ କାଳୀନ ସେ ଆତ୍ମାଙ୍କ ଦ୍ୱାରା ସେ ନେଉଅଛନ୍ତି। Raised by the Holy Spirit. ପବିତ୍ର ଆତ୍ମାଙ୍କ ଦ୍ୱାରା ଉତ୍ଥାପିତ ହେଉଅଛନ୍ତି। Romans 1:4 ରୋମିଓ 1:4 and Romans chapter 8 ପୁଣି ରୋମିଓ 8 ପର୍ବ verse 11. Romans 8:11 and Romans 1:4, both of them say that. ଆଉ ଏଇ ରୋମିଓ 8 ତାର 11 ପୁଣି 1 ର 8 Jesus ସମାନ Christ ବିଷୟ କୁହେ। ଯୀଶୁ proved to ଖ୍ରୀଷ୍ଟ be the Son of God, ଆଉ ଯେ କି ଈଶ୍ୱରଙ୍କ ପୁତ୍ର ଅଟନ୍ତି। by being raised from the dead. ଆଉ ସେ ମୃତମାନଙ୍କ ମଧ୍ୟରୁ ଉଠେଇବା ଦ୍ୱାରା ସେ ଈଶ୍ୱରଙ୍କ ପୁତ୍ର ବୋଲି ପ୍ରମାଣିତ ହେଲେ। We'll come back to Job chapter 19 verse ଆମେ 25. ଫେରି ଆସିବା ସେଇ ଆୟୁବ 19 ତାର 25। He said, I know. ଆଉ ସେ କୁହନ୍ତି ମୁଁ ଜାଣେ। I asked, do you know? ଆଉ ମୁଁ ପଚାରେ ଯେ ତୁମେ ଜାଣ। Because I also know. ଆଉ କାରଣ ମୁଁ ମଧ୍ୟ ଜାଣେ। Because I know, I ask you this question, do you know? ଆଉ ଯେହେତୁ ମୁଁ ଜାଣେ ମୁଁ ଆପଣମାନଙ୍କୁ ଏଇ ପ୍ରଶ୍ନ କରି ଆପଣମାନେ ଜାଣନ୍ତି କି? Can you say my Redeemer? ଆଉ ଆପଣମାନେ କହିପାରିବେ କି ଯେ ମୋହର ମୁକ୍ତିକର୍ତ୍ତା? Let me put it this way. ଆଉ ମୁଁ ଏଇ ପ୍ରକାର ଭାବରେ You ରଖିବି। can lose all. ଆଉ ଆପଣମାନେ ସମସ୍ତ ବିଷୟ ହରେଇ But there ପାରନ୍ତି। is something on earth and in heaven whom you can say mine. ଆଉ କିନ୍ତୁ ଏହି ବିଷୟ ଆପଣମାନେ ଏଇ ଜଗତରେ ପୁଣି ସ୍ୱର୍ଗରେ କହିପାରିବେ ଯେ ମୋହର। He is the only piece of property that is ours. ଆଉ ସେ ହେଉଛନ୍ତି ସେ ଗୋଟିଏ ସେଇ ସମ୍ପଦ ଯାହାକି ଆମମାନଙ୍କର। Jesus Christ, ଯୀଶୁ ଖ୍ରୀଷ୍ଟ my Redeemer, ମୋର ସେଇ ମୁକ୍ତିକର୍ତ୍ତା, my beloved, ମୋର ସେଇ ପ୍ରିୟ, my friend, my Savior, whatever way you want to put it, but you need to put a word my there. ମୋର ସାଙ୍ଗ ମୋର ଯାହା ଯେ ପ୍ରକାର ଭାବରେ ଆପଣମାନେ କହିପାରନ୍ତି କିନ୍ତୁ ଗୋଟିଏ ଶବ୍ଦ ଆପଣମାନେ ବ୍ୟବହାର କରନ୍ତୁ ମୋହର। It has to be personal. ଏହା ବ୍ୟକ୍ତିଗତ ହେବା ଆବଶ୍ୟକ ଅଟେ। Salvation is personal. ଆଉ ପରିତ୍ରାଣ ବ୍ୟକ୍ତିଗତ ଅଟେ। Sanctification is also personal. ପବିତ୍ରତା ମଧ୍ୟ ବ୍ୟକ୍ତିଗତ ଅଟେ। That is why when the Lord comes, ଆଉ ସେଥିପାଇଁ ଯେତେବେଳେ ଈଶ୍ୱର ଆସନ୍ତି glorification will also be personal. ଆଉ ସେଇ ଗୌରବାନ୍ୱିତ ହେବା ବିଷୟ ମଧ୍ୟ ବ୍ୟକ୍ତିଗତ There ଅଟେ। will be two people in the same bed. ଆଉ ଗୋଟିଏ ବେଡରେ ଦୁଇ ବ୍ୟକ୍ତି ରହିବେ। One will be taken up. ଆଉ ଜଣେ ନିଆଯିବେ। The Lord himself said, one will be left. ଆଉ ଯୀଶୁ ନିଜେ କହିଲେ ଯେ Two ଜଣେ people will be in ନିଆଯିବେ the ଜଣେ same ଛଡ଼ାଯିବେ। field. ଆଉ ଦୁଇ ଜଣ ବ୍ୟକ୍ତି ଗୋଟିଏ ସ୍ଥାନରେ ଥିବେ। Two people will be in the same Sunday school, youth meeting, church gathering. ଆଉ ଦୁଇ ଜଣ ବ୍ୟକ୍ତି ସେଇ ସଣ୍ଡେ ସ୍କୁଲରେ ମଣ୍ଡଳୀର ସେଇ ସମାବେଶ ମଧ୍ୟରେ ଥିବେ। Because one said, my Redeemer. କାରଣ ଜଣେ କହୁଛନ୍ତି ଯେ ମୋହର The ମୁକ୍ତିକର୍ତ୍ତା। other was not able to say the same. ଆଉ ଜଣେ ସେଇ ସମାନ ବିଷୟ କହିପାରୁନାହାନ୍ତି। My Redeemer. ମୋହର Is ମୁକ୍ତିକର୍ତ୍ତା। he so personal to you that you call him mine? ଆଉ ଏହା ଏତେ ବ୍ୟକ୍ତିଗତ କି ଆପଣମାନେ ତାହାଙ୍କୁ ମୋହର ବୋଲି କହିବେ। It is not holier than thou attitude when you say mine in regards to Christ.
everything else, yes. ଆଉ ଏହା ଖ୍ରୀଷ୍ଟଙ୍କ ବିଷୟରେ ଯଦି ଦେଖୁ ତାହେଲେ It cannot be holier than thou, or it cannot be self-righteousness. ଏହା କୌଣସି ପ୍ରକାର ଗୋଟେ ଆତ୍ମ ଧାର୍ମିକ ହେବା ବିଷୟ If you ନୁହେଁ। say my according in relation to Christ, ଆଉ ଏହା ଆପଣମାନେ କହିବେ ଯେ ଖ୍ରୀଷ୍ଟଙ୍କ ହିସାବରେ ମୋର ବୋଲି। it is self-righteousness in regards to everything else. If I say my prayer life, my fasting, my Bible knowledge, it is self-righteousness. ଆଉ ଯଦି ଖ୍ରୀଷ୍ଟଙ୍କ ବିନା ଅନ୍ୟ କୌଣସି ବିଷୟ ମୋହର ସେଇ ପ୍ରାର୍ଥନା ମୋର ବାଇବେଲ ଅଧ୍ୟୟନ ସବୁ ବିଷୟ ଯଦି ବି କହିବେ ତାହେଲେ ତାହା ଗୋଟେ ଆତ୍ମ କେନ୍ଦ୍ରିକ ହୋଇକି ଗୋଟେ ଧାର୍ମିକ ବୋଲି ମୁଁ ନିଜକୁ କହିବା But when ବିଷୟ you say ହେବ। my Redeemer, କିନ୍ତୁ ଯେତେବେଳେ ମୋହର ମୁକ୍ତିକର୍ତ୍ତା ବୋଲି କହିବେ, my Lord, ମୋର ଈଶ୍ୱର my ବୋଲି କହିବେ, Savior, my King, ମୋର ତ୍ରାଣକର୍ତ୍ତା ମୋର ରାଜା ବୋଲି କହିବେ, it is not self-righteousness. ଏହା କୌଣସି ରୂପେ ଗୋଟେ ଆତ୍ମ ଧାର୍ମିକ ହେବା It is ବିଷୟ ନୁହେଁ। exalting Christ in our personal relationship. ଏହା ମାନଙ୍କର ବ୍ୟକ୍ତିଗତ ସମ୍ପର୍କରେ ଖ୍ରୀଷ୍ଟଙ୍କୁ ଉନ୍ନତ କରୁଅଛି। In fact, that is what exactly God wants from you. ଆଉ କହିବାକୁ ସତ୍ୟ କହିବାକୁ ଗଲେ ତାହା ହିଁ ଈଶ୍ୱର ଆପଣମାନଙ୍କ ଠାରୁ He wants to ଚାହାନ୍ତି। hear from every mouth, ଆଉ ସେ ସମସ୍ତ ମୁଖରୁ ଶୁଣିବା ପାଇଁ ଚାହାନ୍ତି my Redeemer lives. ଆଉ ମୋର ମୁକ୍ତିକର୍ତ୍ତା ସେ ଜୀବିତ Is ଅଟନ୍ତି। he your Redeemer? ଆଉ ସେ ଆପଣମାନଙ୍କର ମୁକ୍ତିକର୍ତ୍ତା What does ଅଟନ୍ତି କି? Redeemer mean? ଆଉ ସେ ମୁକ୍ତିକର୍ତ୍ତା ଅର୍ଥ କଣ ଅଟେ? The one who has purchased you. ଆଉ ଯେ କି ଆପଣମାନଙ୍କୁ କିଣିଲେ You no longer belong to yourself. ଆଉ ଆପଣମାନେ ନିଜର ହୋଇ ରହି ନାହାନ୍ତି। I don't have time, but if you read the book of Ruth, you will understand what redemption means. ଆଉ ଏଠାରେ ଆମମାନଙ୍କ ନିକଟରେ ସମୟ ନାହିଁ କିନ୍ତୁ ଯଦି ଆପଣମାନେ ରୁଥ ରବିବରଣୀ ପଢିବେ ତାହେଲେ ବୁଝିବେ। You are sold. ଆଉ ଆପଣମାନଙ୍କୁ ବିକା ଯାଇଅଛି। You have lost all that you have. ଆପଣମାନଙ୍କର ଯାହା ଥିଲା ତାହା ହରେଇଛନ୍ତି। The day you are redeemed, ଆଉ ଯେଉଁ ଦିନ ଆପଣମାନେ ମୁକ୍ତି ହେଲେ you not only get back all that you lost, ଆଉ ଆପଣମାନେ ଯାହା ହରେଇଥିଲେ ତାହା କେବଳ ପାଇଲେ ତାହା you are ନୁହେଁ। forever married to him. ଆଉ ଆପଣମାନେ ସର୍ବଦା ସଦା ସର୍ବଦା ତାହାଙ୍କୁ ବିବାହ You are କରୁଅଛନ୍ତି। no longer yours. ଆଉ ଆପଣମାନେ ନିଜର ହୋଇ ରହି ନାହାନ୍ତି। You know what redemption means? ଆପଣମାନେ ଜାଣନ୍ତି କି ସେ ମୁକ୍ତି ଅର୍ଥ କଣ? You don't belong to yourself, brother. ଆଉ ଆପଣମାନେ ପ୍ରିୟ ଭାଇ ଭଉଣୀ ମାନେ ନିଜର ନୁହନ୍ତି। You don't have your own rights. ଆପଣମାନଙ୍କର କୌଣସି A ଅଧିକାର ନାହିଁ। Christian has no rights on himself. ଆଉ ଗୋଟେ ଖ୍ରୀଷ୍ଟିଆନ ଭାବରେ ଆପଣମାନଙ୍କର ନିଜ ଉପରେ କୌଣସି ଅଧିକାର ନାହିଁ। That is why he has no self-respect. ଆଉ ସେଥିପାଇଁ ନିଜର କୌଣସି ଗୋଟେ ଆତ୍ମ ସେଇ ସମ୍ମାନ ନାହିଁ। What do I mean? ଆଉ ତାର ଅର୍ଥ ମୁଁ କଣ କହିବା ପାଇଁ ଚାହେଁ? Somebody unjustly takes something from me. ଆଉ ଯଦି କୌଣସି ଲୋକ ଅନ୍ୟାୟ ଭାବରେ ମୋ ଠାରୁ କିଛି I ନେଇଯାଏ cannot rightly say, give me that which is mine. ଆଉ ମୁଁ ଏ ପ୍ରକାର କହିପାରିବି କି ନାହିଁ ଯେ ମତେ ଦେଇଦିଅ ସେଟା ମୋହର ଅଟେ ବୋଲି? Because it is not yours. କାରଣ ତାହା ତୁମର ନାହିଁ। It belongs to the Lord. ଆଉ ଏହା ଈଶ୍ୱରଙ୍କର ଅଟେ। It has just changed hands. ଆଉ ଏହା କେବଳ ଗୋଟେ ହସ୍ତ ପରିବର୍ତ୍ତନ ହଉଛି। That is why Christian has no rights. ଆଉ ସେଥିପାଇଁ ଗୋଟେ ଖ୍ରୀଷ୍ଟିଆନ ଭାବରେ ଆପଣମାନଙ୍କର କୌଣସି Because ଅଧିକାର he ନାହିଁ। himself is not himself. ଆଉ କାରଣ ତୁମେ ନିଜେ ନିଜର ନୁହଁ। He does not belong to himself. ଆଉ ସେ ନିଜେ ନିଜର ନୁହେଁ। You belong to your Redeemer. ଆଉ ତୁମେ ସେହି ମୁକ୍ତିକର୍ତ୍ତାଙ୍କର ଅଟ। Your Redeemer lives. ଆଉ ଆପଣମାନଙ୍କର ମୁକ୍ତିକର୍ତ୍ତା Yes, ସେ ଜୀବିତ ଅଟନ୍ତି। while paying the price he died, ଆଉ ଯେତେବେଳେ ସେ ମୂଲ୍ୟ ଦେଲେ ସେଇ ସମୟରେ ନିହାତି ଭାବରେ ସେ because ମଲେ। that was the price that was involved. ଆଉ କାରଣ ତାହା ହଉଛି ସେଇ ମୂଲ୍ୟ ଦେବାର ଥିଲା। But କିନ୍ତୁ death could not hold him. ମୃତ୍ୟୁ ତାହାଙ୍କୁ ଧରି ରଖି ପାରିଲା ନାହିଁ। Because he lives, ଆଉ ଯେହେତୁ ସେ ଜୀବିତ ଅଟନ୍ତି, as we have been reminded time and again during our time of praise and worship. ଆଉ ମାନଙ୍କର ଉପାସନା ପୁଣି ଉପାସନା ସମୟରେ ଆମମାନଙ୍କୁ ବାରମ୍ବାର ମନେ ପକେଇ Because he ଦିଆଯାଉଥିଲା lives, ଯେହେତୁ ସେ ଜୀବିତ ଅଟନ୍ତି I can live. ଆଉ ମୁଁ ମଧ୍ୟ ଜୀବିତ Why? ଅଛି। କାହିଁକି? As he is living, ଆଉ ଯେତେବେଳେ ସେ he is not ବଞ୍ଚନ୍ତି just living. ଆଉ ସେ କେବଳ ସେ ଜୀବିତ He is ନୁହନ୍ତି intercessing for everybody who said, you are my Redeemer. ଆଉ ସେ ସମସ୍ତଙ୍କ ନିମନ୍ତେ ସେ ପ୍ରାର୍ଥନା କରନ୍ତି ଯେ ତୁମେ ମୋହର ଯୋଉମାନେ କହନ୍ତି ଯେ ତୁମେ ମୋହର ମୁକ୍ତିକର୍ତ୍ତା। What wonderful Redeemer we have. ଆଉ କେତେ ଆଶ୍ଚର୍ଯ୍ୟଜନକ ମୁକ୍ତିକର୍ତ୍ତା ଆମେ He ପାଇଅଛୁ। died for you. ଆଉ ସେ ଆପଣମାନଙ୍କ ନିମନ୍ତେ ମୃତ୍ୟୁବରଣ Now he is କଲେ। living ଆଉ ସେ ବର୍ତ୍ତମାନ ଜୀବିତ to intercess for everyone who said, you are my Redeemer. ଆଉ ସେ ସମସ୍ତଙ୍କ ନିମନ୍ତେ ସେ ପ୍ରାର୍ଥନା କରନ୍ତି ନିବେଦନ କରନ୍ତି ଯେ କହନ୍ତି କି ଯେ ତୁମେ ମୋର ମୁକ୍ତିକର୍ତ୍ତା ଅଟ What ବୋଲି। selfless living. Hebrews 7:25. ଏବ୍ରୀ 7:25 ରେ ଦେଖୁ ଯେ କି ପ୍ରକାର ଗୋଟେ ନିସ୍ୱାର୍ଥପର He is ଜୀବନ। living to intercess for us, ଆଉ ସେ ବଞ୍ଚନ୍ତି ଆମମାନଙ୍କ ନିମନ୍ତେ ନିବେଦନ to କରିବା save ପାଇଁ। us to the uttermost. ଆଉ ସେ ଆମମାନଙ୍କୁ ସେ ବଞ୍ଚେଇବା ନିମନ୍ତେ। You have been saved from sin. ଆଉ ଆପଣମାନେ ସେଇ ପାପରୁ ବଞ୍ଚି ଅଛନ୍ତି। You are not yet saved from your flesh and the world. ଆଉ ଆପଣମାନେ ଏଇ ଜଗତ ପୁଣି ଆପଣମାନଙ୍କ ଶରୀରରୁ ବର୍ତ୍ତମାନ ପର୍ଯ୍ୟନ୍ତ ବଞ୍ଚି ନାହାନ୍ତି। It is through his continuous intercession that we are saved from our own weaknesses. ଆଉ ଏହା କେବଳ ତାହାଙ୍କର ସେଇ ଅନବରତ ନିବେଦନ ଯାହାକି ଆମମାନଙ୍କ ନିମନ୍ତେ ସେ What did Jesus ରଖନ୍ତି। Christ tell Peter? ଆଉ ପିତରଙ୍କୁ ଯୀଶୁ ଖ୍ରୀଷ୍ଟ କଣ I know କହନ୍ତି? your weakness. ଆଉ ମୁଁ ଜାଣେ ତୁମର ଦୁର୍ବଳତା। I'm not giving you a message. ଆଉ ମୁଁ କୌଣସି ରୂପେ ତୁମକୁ ଗୋଟେ ସମ୍ବାଦ I ଦଉନାହିଁ। already prayed for you. ଆଉ ମୁଁ ତୁମ ନିମନ୍ତେ ପ୍ରାର୍ଥନା This is କରିଅଛି। intercession. ଆଉ ଏହା ହଉଛି ସେଇ ନିବେଦନ। God knowing the weakness of our flesh. ଆଉ ଈଶ୍ୱର ଆମମାନଙ୍କର ସେଇ ଦୁର୍ବଳତାର ଶରୀରକୁ ଜାଣନ୍ତି। In the moment of
temptation, ଆଉ ଯେତେବେଳେ ପ୍ରଲୋଭନ ଆସେ in the circumstantial heat, whatever you call it, ଆଉ ଯେତେବେଳେ କୌଣସି ଗୋଟେ ପରିସ୍ଥିତିର ବିଷୟ ଆପଣମାନଙ୍କ ନିକଟକୁ ଆସେ he knows we will deny him. ଆଉ ସେ ଜାଣନ୍ତି ଆମେ ତାଙ୍କୁ And ଅସ୍ୱୀକାର yet he କରିବୁ prays for us. ତଥାପି ସେ ଆମମାନଙ୍କ ନିମନ୍ତେ You know ପ୍ରାର୍ଥନା why? Because କରନ୍ତି he has become our redeemer. କାରଣ ସେ ଆମମାନଙ୍କର He ମୁକ୍ତିକର୍ତ୍ତା cannot ଅଟନ୍ତି let go. ଆଉ ସେ ଆମମାନଙ୍କୁ ଛାଡ଼ିଦେବେ We ନାହିଁ will let go. ଆମେମାନେ ଛାଡ଼ିଦେବୁ We don't need the Roman soldiers to ask us. ଆଉ ଆମେ ସେହି ରୋମିଓ ସେହି ସୈନ୍ୟମାନଙ୍କୁ ଆବଶ୍ୟକ କରିବୁ ନାହିଁ We ଆମମାନଙ୍କୁ only need a ପଚାରିବା ପାଇଁ little girl to ask us. ଆମମାନଙ୍କୁ କେବଳ ଗୋଟେ ସେଇ ଛୋଟ ଝିଅ ହେଲେ We ହେଲା will say, I don't know, I ଆଉ ସେ swear I ଯଦି don't know. ପଚାରିଦେଲେ ଆମେ କହିଦେବୁ ଯେ ମୁଁ ଶପଥ କରି କହୁଛି ମୁଁ ଜାଣି What ନାହିଁ weaknesses are ours? ଆଉ ଆମମାନଙ୍କର ଦୁର୍ବଳତା କଣ What ଅଟେ power in the intercession of Lord Jesus Christ? ଆଉ ଯୀଶୁ ଖ୍ରୀଷ୍ଟଙ୍କର ସେ ନିବେଦନରେ କଣ ସେ ଶକ୍ତି ଅଛି He lives to ସେ intercess. ସେ ଜୀବିତ ଅଟନ୍ତି ଆମମାନଙ୍କ ନିମନ୍ତେ That ନିବେଦନ is why କରିବାକୁ we can live. ଆଉ ସେଇ ପ୍ରକାର ଆମେ ବଞ୍ଚି We ପାରୁ can live our Christian life ଆମମାନଙ୍କର ଖ୍ରୀଷ୍ଟୀୟ ଜୀବନ ଆମେ ବଞ୍ଚି ପାରୁ because He is living to intercess for us. ଆଉ କାରଣ ସେ ଆମମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ଜୀବିତ ଅଟନ୍ତି We'll move ahead. ଆମେ ଆଗକୁ ଯିବା You know what He says? In my flesh, I will see God. ଆଉ ସେଇ ପ୍ରକାର କୁହନ୍ତି ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତାରେ You ମୁଁ can ମାଂସ die, ବିହୀନ you can die. ହୋଇ ପରମେଶ୍ୱରଙ୍କୁ ଦେଖିବି ସେ ମରି ଯାଇପାରନ୍ତି You can die. ଆପଣମାନେ ମରି ଯାଇପାରନ୍ତି Worms can eat your skin, ଆପଣମାନଙ୍କର ଚର୍ମକୁ ସେହି ଉଇ ସବୁ ଖାଇଦେବ and still ତଥାପି you will see the Lord in the flesh. ଆଉ ସେଇ ଶରୀରରେ ମାଂସ ବିହୀନ ଶରୀରରେ ଈଶ୍ୱରଙ୍କୁ ଦେଖିବେ Because grave is not the place for the Christian. ଆଉ ସେଇ ସମାଧି ଖ୍ରୀଷ୍ଟିଆନ ମାନଙ୍କର ଜାଗା ନୁହେଁ The victory of our head Lord Jesus Christ ଆଉ ଆମମାନଙ୍କର ସେଇ ଯୀଶୁ ଖ୍ରୀଷ୍ଟଙ୍କର ସେଇ ବିଜୟ is our victory too. ଆମମାନଙ୍କର ବିଜୟ ମଧ୍ୟ In ଅଟେ my flesh I shall see God. ଆଉ ମୋର ଶରୀରରେ ଈଶ୍ୱରଙ୍କୁ ଦେଖେ I will see Him for myself, He said. ଆଉ ସେ କୁହନ୍ତି ଯେ ମୋ ନିମନ୍ତେ ମୁଁ ତାଙ୍କୁ ଦେଖେ My eyes shall behold, He said. ଆଉ ମୋର ଚକ୍ଷୁ ତାଙ୍କରକୁ ଦେଖୁଅଛି Not another. ଆଉ ଅନ୍ୟ କେହି ନୁହେଁ Not another's testimony. ଆଉ ଅନ୍ୟ କୌଣସି ସାକ୍ଷ୍ୟ Not ନୁହେଁ another's vision. ଆଉ ଅନ୍ୟ କୌଣସି ଦର୍ଶନ ନୁହେଁ I myself will see Him in my flesh. ଆଉ ମୁଁ ମୋର ଶରୀରରେ ତାହାଙ୍କୁ ଦେଖିବି What blessed hope. କେଡ଼େ ଧନ୍ୟ ସେହି ଆଶା ମାନଙ୍କର What glorious hope. କେତେ ଆନନ୍ଦ କେତେ ଗୌରବମୟ ଆଶା ମାନଙ୍କର He does not say, I will see the golden streets. ଆଉ ସେଇ ପ୍ରକାର କହୁନାହାନ୍ତି କି ଯେ ମୁଁ ଗୋଟେ ସେଇ ସ୍ୱର୍ଣ୍ଣମୟ ରାସ୍ତା ଦେଖିବି I will see the pearly gates. ଆଉ ମୁଁ ସେହି ମୁକ୍ତାର ସେଇ ଫାଟକ ଦେଖିବି Brother, you can keep them for yourself. ଆଉ ପ୍ରିୟ ଭାଇ ଭଉଣୀ ମାନେ ତାହା ଆପଣମାନେ ନିଜ ପାଇଁ I'm ରଖିପାରନ୍ତି occupied with my Lord. ଆଉ ମୁଁ ସେଇ ଈଶ୍ୱରଙ୍କ ସହିତ ମୁଁ ରହିବି Why will I want to see anything else when I see the Lord? When I have the opportunity to see Him face to face. ଆଉ ଯେତେବେଳେ ମୁଁ ସେଇ ଈଶ୍ୱରଙ୍କୁ ସମ୍ମୁଖ ଦେଖିବାର ସୁଯୋଗ ପାଉଅଛି କାହିଁକି ମୁଁ ଅନ୍ୟ ସବୁ ବିଷୟରେ ଦେଖିବି Golden streets and pearly gates have honestly no attraction for me. ଆଉ ମୋ ନିମନ୍ତେ ସେହି ସ୍ୱର୍ଗୀୟ ରାସ୍ତା ପୁଣି ସେହି ମୁକ୍ତାର ସେହି ଫାଟକ ସବୁ କୌଣସି ମାନ୍ୟ ରଖିବ ନାହିଁ You know why I want to go there? ଆଉ ଆପଣମାନେ ଜାଣନ୍ତି କାହିଁକି ମୁଁ ସେଠାରେ I ଯିବା want ପାଇଁ to ଇଚ୍ଛା see କରେ my Lord face to face. ଆଉ ମୁଁ ମୋର ଈଶ୍ୱରଙ୍କୁ ମୁଖାମୁଖି ଭାବରେ The ଦେଖିବା one ପାଇଁ ଚାହେଁ whom I have been seeing through the glass all through these years. ଆଉ ଏହି ସବୁ ବର୍ଷରେ ମୁଁ ତାହାଙ୍କୁ ଗୋଟେ ସେହି ଝରକା ଦେଇ ଦେଖିବା ସଦୃଶ ଥିଲା If the thoughts and contemplations as I see Him through the glass are so glorious and joyful and blissful, ଆଉ ଯଦି ମୁଁ ଏହି ପ୍ରକାର ଭାବରେ ତାଙ୍କୁ ଦେଖିବା ଏତେ ଗୌରବମୟ ଅଟେ what will it be when I see Him in reality? ଆଉ ଯେତେବେଳେ ବାସ୍ତବରେ ମୁଁ ତାଙ୍କୁ ସମ୍ମୁଖାସମ୍ମୁଖି ଦେଖେ You can କେମିତି take ରହିବ the crowns as well. ଆଉ ଆପଣମାନେ ସେହି ସମୟରେ ମୁକୁଟ ମଧ୍ୟ ପାଇବେ I am happy with my Lord. ଆଉ ମୁଁ ମୋର ସେହି ଈଶ୍ୱରଙ୍କ ଠାରେ ଆନନ୍ଦିତ ରହିବି To see Him as He is ଆଉ ଯାହାଙ୍କୁ ସେ ଯେ ପ୍ରକାର ଅଟନ୍ତି ସେମିତି ଦେଖିବି the desire of every true Christian. ଆଉ ତାହା ହେଉଛି ପ୍ରତ୍ୟେକ ବାସ୍ତବ ଖ୍ରୀଷ୍ଟିଆନ ମାନଙ୍କର ଇଚ୍ଛା All else is secondary. ଆଉ ବାକି ସମସ୍ତ ବିଷୟ ତାହା ପରବର୍ତ୍ତୀ ବିଷୟ ଅଟେ Honestly, it does not matter to me what He will give, how much He will give. ଆଉ ନିହାତି ଭାବରେ ମୁଁ ଏହା କହିବି କି ଯେ କ'ଣ ମୁଁ ପାଇବି କ'ଣ ସେ ଦେବେ ସେ ସବୁ ବିଷୟ କିଛି ମୂଲ୍ୟ ରହିବ ନାହିଁ I am not going there for reward. ଆଉ ମୁଁ ସେଠାରେ ଗୋଟେ ପୁରସ୍କାର ପାଇବା ନିମନ୍ତେ ଯାଉନାହିଁ I am going there for my Redeemer. ଆଉ ମୁଁ ସେଠାରେ ମୋର ମୁକ୍ତିକର୍ତ୍ତାଙ୍କ ପାଇଁ ଯାଉଅଛି If you have that intimate relationship with Him, ଆଉ ଯଦି ଆପଣମାନଙ୍କୁ ତାଙ୍କ ସହିତ ସେ ବ୍ୟକ୍ତିଗତ ସମ୍ପର୍କ ଅଛି you can sing like Job. ଆଉ ଆପଣ ସେଇ ଆୟୁବଙ୍କ ପରି ଗାଇ ପାରିବେ The Lord has given, ଆଉ ଈଶ୍ୱର ଦେଇ ଅଛନ୍ତି the Lord has taken, ଈଶ୍ୱର ନେଲେ but He's still my Lord. ଆଉ ତଥାପି ସେ ମୋର I ଈଶ୍ୱର still have my Lord. ଆଉ ମୋର ଈଶ୍ୱରଙ୍କ ଠାରେ ମୁଁ ରହିବି What will happen in the ages to come, I do not know. ଆଗାମୀ ଯୁଗରେ କ'ଣ ହେବ ମୁଁ ଜାଣି It ନାହିଁ has not been revealed to me. ଆଉ ତାହା ମୋତେ ଦେଖାଯାଇ ନାହିଁ The joy of my heart and the desire of my heart is this, ଆଉ ମୋର ହୃଦୟର ଇଚ୍ଛା ପୁଣି ସେଇ
ଇଚ୍ଛା ଏହା ଅଟେ I will see him face to ଆଉ ମୁଁ face. ତାହାଙ୍କୁ ସମ୍ମୁଖାସମ୍ମୁଖୀ ଦେଖିବି। What glorious day that is. ଆଉ କେତେ ଗୌରବମୟ ଦିନ ତାହା ଅଟେ। On the day of resurrection, ଆଉ ସେଇ ପୁନରୁତ୍ଥାନର as I ଦିନରେ am caught in midair, as I am caught in midair, ଆଉ ଯେତେବେଳେ ମୁଁ ସେହି ମଧ୍ୟ ଆକାଶରେ ଦେଖେ the eyes are not on the trumpet or on the angels. ଆଉ ସେଇ ଚକ୍ଷୁ ଗୁଡାକ ସେଇ ଦୂତ କିମ୍ବା ସେଇ ବାଦ୍ୟ ଉପରେ ରହିବ ନାହିଁ। The eyes are on the glorious one. ଆଉ କେବଳ ସେଇ ଚକ୍ଷୁ ଗୁଡାକ କେବଳ ସେଇ ଗୌରବମୟ ବ୍ୟକ୍ତିଙ୍କ Who once ନିକଟରେ lived in his humiliation, ଆଉ ଯେ କି ତାଙ୍କର ସମସ୍ତ ଶୂନ୍ୟତାରେ ସେ ବାସ but in କଲେ his utmost holiness. ପୁଣି ତଥାପି ସେ ସମସ୍ତ ପ୍ରକାର ପବିତ୍ରତାରେ Who once lived in his emptiness, ଆଉ ଯେ କି ଶୂନ୍ୟତାରେ ସେ ଜୀବନ but କାଟିଲେ in his utmost righteousness. କିନ୍ତୁ ସେ ତଥାପି ଧାର୍ମିକ ଥିଲେ। Weakness of the flesh he had, ଆଉ ସେ ଶରୀରରେ ସେ ଯେଉଁ ଦୁର୍ବଳତା ମଧ୍ୟରେ sin in flesh he did not have. ଆଉ ଶରୀର ମଧ୍ୟରେ ସେ କୌଣସି ପାପ କଲେ ନାହିଁ। That holy one I will see. ଆଉ ସେଇ ପବିତ୍ର ବ୍ୟକ୍ତିଙ୍କୁ ମୁଁ ଦେଖିବି। You will also see ଆପଣମାନେ ମଧ୍ୟ ଦେଖିବେ if you call him my redeemer. ଆଉ ଯଦି ଆପଣମାନେ ତାହାଙ୍କୁ ମୋହର ମୁକ୍ତିକର୍ତ୍ତା ବୋଲି Of ଡାକିବେ। course and obviously, inevitably he lives. ଆଉ ନିହାତି ଭାବରେ ସେ ଆମମାନଙ୍କ ମଧ୍ୟରେ ବାସ କରନ୍ତି। But death, because death could not bind him. ଆଉ ଯେହେତୁ ମୃତ୍ୟୁ ତାହାଙ୍କୁ ଧରି ରଖି All ପାରିଲା the ନାହିଁ। plans of the enemy, ଆଉ ସେଇ ଶତ୍ରୁର ସମସ୍ତ ଯୋଜନା all the powers of the enemy ଆଉ ଶତ୍ରୁର ସମସ୍ତ ଶକ୍ତି have all been buried in the grave. ଆଉ ତାହା ସେଇ ସମାଧି ମଧ୍ୟରେ ସମାଧିସ୍ଥ ହୋଇଅଛି। The angel told the women, ଆଉ ଦୂତ ସେଇ ସ୍ତ୍ରୀ ମାନଙ୍କୁ କହିଲେ "We are all here, I know why. ଆଉ ଆମେ ଏଠାରେ ଅଛୁ ଜାଣୁ ଯେ କାହିଁକି ଏଠାରେ You ଅଛୁ। are seeking Jesus who has been crucified. ଆପଣ ତାହାଙ୍କୁ ଖୋଜୁଅଛନ୍ତି ସେଇ ଯୀଶୁ ଖ୍ରୀଷ୍ଟ ଯେ କି କ୍ରୁଶାର୍ପିତ ହେଲେ। He is not here. ଆଉ ସେ ଏଠାରେ He ନାହାନ୍ତି। can't be there. ଆଉ ସେ ସେଠାରେ He ରହିପାରିବେ has ନାହିଁ। buried death there. ଆଉ ସେ ସେଠାରେ ସମାଧି ପ୍ରାପ୍ତ ହେଲେ He ମୃତ has ଭାବରେ। defeated the enemy there. ଆଉ ସେ ଶତ୍ରୁକୁ ପରାଜୟ କରିଅଛନ୍ତି। In a way, he has buried your fears also there. ଆଉ ସେ ଆପଣମାନଙ୍କର ସମସ୍ତ ଭୟକୁ ମଧ୍ୟ ସମାଧିସ୍ଥ If କରିଅଛନ୍ତି। he can overcome death, ଆଉ ଯଦି ଆପଣମାନେ ମୃତ୍ୟୁକୁ ଜୟ କରିବେ tell me what he can't overcome. ଆଉ ସେ ଯଦି ମୃତ୍ୟୁକୁ ଜୟ କରିପାରୁଛନ୍ତି ତାହେଲେ ଆପଣମାନେ କୁହନ୍ତୁ କଣ ସେଇ ବିଷୟ ଯାହାକୁ Have ସେ you ଜୟ ever କରିପାରିବେ known or ନାହିଁ। heard of anybody else ଆଉ ଆପଣମାନେ ଅନ୍ୟ କୌଣସି ବ୍ୟକ୍ତିଙ୍କ ବିଷୟରେ ଏଇ ପ୍ରକାର ଶୁଣିଛନ୍ତି କି who did what he did? ଆଉ ଯେ ଯେଉଁ ବିଷୟ ସେ କଲେ ଆଉ ସେଇ ପ୍ରକାର ଅନ୍ୟ କେହି Jesus କରିଛନ୍ତି କି? Christ's victory ଆଉ ଯୀଶୁ ଖ୍ରୀଷ୍ଟଙ୍କର ବିଜୟ is our victory. ଆମମାନଙ୍କର ବିଜୟ That is ଅଟେ। why the angel tells those women, ଆଉ ସେଥିପାଇଁ ସେଇ ଦୂତ ସେଇ ସ୍ତ୍ରୀ ଲୋକମାନଙ୍କୁ କୁହନ୍ତି "You are all here. ଆଉ ଆପଣମାନେ ସମସ୍ତେ ଏଠାରେ I know ଅଛନ୍ତି। everybody who is sitting here is seeking Jesus. ଆଉ ମୁଁ ଜାଣେ ଯେ ଏଠାରେ ବସିଥିବା ସମସ୍ତେ ଲୋକ ଯୀଶୁ ଖ୍ରୀଷ୍ଟଙ୍କୁ ଖୋଜୁଛନ୍ତି। Let me tell you, ଆଉ ମୁଁ ଆପଣମାନଙ୍କୁ କହିବି he is not there in the grave. ଆଉ ସେ ସମାଧି ମଧ୍ୟରେ ଆଉ ନାହାନ୍ତି। He is sitting on the throne. ଆଉ ସେ ସିଂହାସନ ଉପବିଷ୍ଟ ଅଟନ୍ତି। He is not just living. ଆଉ ସେ କେବଳ ଜୀବିତ ନୁହନ୍ତି He is ruling. ଆଉ ସେ ଶାସନ କରୁଛନ୍ତି। He said, ଆଉ ସେ all power ଆଉ ସେ ସମସ୍ତ ଶକ୍ତି ଉପରେ in heaven ଆଉ ସ୍ୱର୍ଗରେ and on earth ଆଉ ଏ ପୃଥିବୀରେ is mine. ଆଉ ସେ ତାହାଙ୍କର ଅଟେ। It can be yours also, ଆଉ ଏହା ଆପଣମାନଙ୍କର ମଧ୍ୟ ହେଇପାରେ। as you make disciples of other men, ଆଉ ଯେତେବେଳେ ଆପଣମାନେ ଅନ୍ୟମାନଙ୍କର ସେଇ ଶିଷ୍ୟ କରିବେ as you give gospel to other men, ଆଉ ଯେତେବେଳେ ଅନ୍ୟ ଲୋକମାନଙ୍କୁ ସୁସମାଚାର ଦେବେ as you witness to this power of ଆଉ resurrection. ଏହି ପୁନରୁତ୍ଥାନର ଶକ୍ତି ଉପରେ ଆପଣମାନେ ସାକ୍ଷ୍ୟ ହେବେ। All of us can live by it. ଆମେ ସମସ୍ତେ ଏ ବିଷୟ ନେଇ ବଞ୍ଚି ପାରୁ। Paul lived by it. ଆଉ ପାଉଲ ଏ ସବୁରେ ବଞ୍ଚିଲେ Timothy lived by it. ଆଉ ତିମୋଥି ଏ ସବୁ ନେଇ ବଞ୍ଚିଲେ। Job lived by it. ଆୟୁବ ଏହି ବିଷୟକୁ ନେଇ ବଞ୍ଚିଲେ। Abraham lived by it. ଅବ୍ରାହାମ ଏ ବିଷୟକୁ ନେଇ ବଞ୍ଚିଲେ। You and I can live by ଆଉ it. ମୁଁ ଏବଂ ଆପଣମାନେ ମଧ୍ୟ ଏହାକୁ ନେଇ ବଞ୍ଚି ପାରୁ। Manifested in time but lived out timelessly is resurrection of Lord Jesus Christ. ଆଉ ସେହି ଉପଯୁକ୍ତ ସମୟରେ ସେ ମହିମାନିତ ହେବେ କିନ୍ତୁ ସମୟର ବାହାରେ ସେ ମହିମାନିତ ବିଷୟକୁ ଆମେ ଦେଖୁ। Truth of resurrection of Christ ଆଉ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନର ସତ୍ୟତା ହେଉଛି is as eternal ଆଉ ଯେମିତି ଏହା ଅନନ୍ତ କାଳ ସ୍ଥାୟୀ ଅଟେ as the cross of Lord Jesus Christ. ଆଉ ସେହି ପ୍ରକାର ଯୀଶୁ ଖ୍ରୀଷ୍ଟଙ୍କର ସେହି If କ୍ରୁଶ his ଅଟେ। lamb slain from the foundation of the world, ଆଉ ଯଦି ସେହି ମେଷ ଯେ କି ଜଗତର ପତନ ପୂର୍ବରୁ ପାତିତ ହେଉଛନ୍ତି his Lord enthroned from the foundation of the world. ଆଉ ତାହେଲେ ସେହି ଈଶ୍ୱର ମଧ୍ୟ ସେହି ଜଗତର ପତନ ପୂର୍ବରୁ ସେ ସିଂହାସନ ଉପବିଷ୍ଟ ଅଟନ୍ତି। As we enter into this solemn time of taking part ଆଉ ଯେତେବେଳେ ଆମେ ଏହି ସୁନ୍ଦର ସମୟ ଏଠାରେ ମେଜର ଅଂଶୀ ହେବା ପାଇଁ In the ଯାଉଅଛୁ table, ଆଉ ସେଇ ମେଜକୁ ଯାଉ let your thoughts be centered upon the person of Lord Jesus Christ. ଆପଣମାନଙ୍କର ସମସ୍ତ ଚିନ୍ତା ସେଇ ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ଆପଣମାନଙ୍କର ଚିନ୍ତା ରହୁ। And let us consecrate ourselves afresh. ଆଉ ଆମମାନଙ୍କ ନିଜକୁ ଗୋଟେ ସତେଜ ଭାବରେ Let ଆମେ us commit ପବିତ୍ରତା ourselves କରୁ। afresh to the Lord and say, Lord, we want to be holy. ଆଉ ଆମେ ସେଇ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ନିକଟରେ ଆମେ ରଖୁ ପୁଣି ଈଶ୍ୱର ପିତା ଆମେ ନିଜେ ଆମେ ପବିତ୍ର ହେବା ପାଇଁ ଇଚ୍ଛା Let us କରୁ। determine ourselves along with Daniel. ଆମେ ଦାନିଏଲଙ୍କ ସହିତ ଆମେ ନିଜକୁ ରଖୁ। Lord, we will not
allow any defilement to touch us. ଆଉ ପୁଣି ଏଇ ପ୍ରକାର କହୁ ଯେ କୌଣସି ଗୋଟେ ମନ୍ଦ ବ୍ୟକ୍ତି ଆମମାନଙ୍କୁ ସ୍ପର୍ଶ ନ କରୁ ପ୍ରଭୁ। God knows you can't be holy. ଆଉ ଈଶ୍ୱର ଜାଣନ୍ତି ଯେ ଆପଣମାନେ ପବିତ୍ର ହେଇପାରିବେ ନାହିଁ। But God also knows you can have the desire to be holy. ଆଉ ଆପଣମାନେ ଈଶ୍ୱର ଏହା ମଧ୍ୟ ଜାଣନ୍ତି ଯେ କି ଆପଣମାନଙ୍କ ମଧ୍ୟରେ ସେଇ ଇଚ୍ଛା ଆଉ ଯେ ପବିତ୍ର ହେବା ନିମନ୍ତେ ହଉ ବୋଲି। The question is of willingness. ଆଉ ସେ ପ୍ରଶ୍ନ ହେଉଛି ଯେ ଇଚ୍ଛା Are we willing to be holy? ଆମେ ଇଚ୍ଛା କରୁଅଛୁ କି He ପବିତ୍ର will ହେବା enable ପାଇଁ। through the Holy Spirit. ଆଉ ସେ ଆମମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ସକ୍ଷମ He କରିବେ। will strengthen you through His holy scriptures. ଆଉ ସେ ଆମମାନଙ୍କୁ ତାଙ୍କର ଶାସ୍ତ୍ର ପବିତ୍ର ଶାସ୍ତ୍ର He ଦେଇ will set ଆମମାନଙ୍କୁ His ସକ୍ଷମ holy କରିବେ। example before us. ଆଉ ସେ ତାଙ୍କର ପବିତ୍ର ସାକ୍ଷ୍ୟ ଆମମାନଙ୍କ ସମ୍ମୁଖରେ ରଖିଛନ୍ତି। The question is, are you willing? ଆଉ ପ୍ରଶ୍ନ ହେଉଛି ଯେ ଆପଣମାନେ ପ୍ରସ୍ତୁତ The ଅଟନ୍ତି କି? question is not, are you holy? ଆଉ ପ୍ରଶ୍ନ ହଉନାହିଁ ଯେ ଆପଣମାନେ ପବିତ୍ର ଅଛନ୍ତି କି? I'll not ask you that ଆଉ question. ମୁଁ ଆପଣମାନଙ୍କୁ ସେଇ ପ୍ରଶ୍ନ ପଚାରୁ ନାହିଁ। I'll not even ask that question to myself. ଆଉ ମୁଁ ସେଇ ପ୍ରଶ୍ନ ନିଜକୁ ମଧ୍ୟ ପଚାରିବି ନାହିଁ। Because I already know the answer. କାରଣ ମୁଁ ସେଇ ଉତ୍ତର ଜାଣିଅଛି। There's nothing good in me. ଆଉ ମୋ ଠାରେ କୌଣସି ଉତ୍ତମ But I ନାହିଁ। also know ଆଉ ଏହା ମଧ୍ୟ ମୁଁ ଜାଣେ God has put within me a spirit ଆଉ ଈଶ୍ୱର ମୋ ନିକଟରେ ଗୋଟେ ଆତ୍ମା that ରଖିଅଛନ୍ତି। is willing to be holy. ଆଉ ସେହି ଆତ୍ମା ଯାହାକି ପବିତ୍ର ହେବା ପାଇଁ ଇଚ୍ଛା କରେ। How I know not, like Paul says, ଆଉ କି ପ୍ରକାର ଭାବରେ ଯୋଉ ପ୍ରକାର ପାଉଲ କୁହନ୍ତି I want to be holy, ଆଉ ମୁଁ ପବିତ୍ର ହେବା ପାଇଁ but ଇଚ୍ଛା I'm କରେ powerless, he says. କିନ୍ତୁ ମୁଁ ଶକ୍ତିବିହୀନ ଅଟେ। I don't want to sin, he says. ଆଉ ସେ କୁହନ୍ତି ଯେ ମୁଁ But I'm doing କରିବା the ପାଇଁ same ଇଚ୍ଛା thing. କରେ ନାହିଁ କିନ୍ତୁ ସେ ସମାନ ବିଷୟ କରେ। The question is, are you willing to be holy? ଆଉ ପ୍ରଶ୍ନ ହେଉଛି ଆପଣମାନେ ପବିତ୍ର ହେବା ପାଇଁ ଇଚ୍ଛା କରନ୍ତି କି? We'll look to the Lord in prayer. ଆମେ ଈଶ୍ୱରଙ୍କ ନିକଟରେ ଦେଖୁ ପ୍ରାର୍ଥନାରେ। Heavenly Father, ସ୍ୱର୍ଗୀୟ ପିତା, we are filled with thanksgiving and gratitude this morning ଆମେ କୃତଜ୍ଞତାର ସହିତ ଏହି ସକାଳେ ଭରପୁର ଅଟୁ। because death could not bind you. କାରଣ ମୃତ୍ୟୁ ତୁମକୁ ଧରି ରଖି ପାରିଲା ନାହିଁ। We cry, holy, holy, holy. ଆମେ ଉଚ୍ଚ ସ୍ୱର କରୁ ଧର୍ମମୟ ପବିତ୍ର ପବିତ୍ର। In eternity past, ଆଉ ସମ୍ପୂର୍ଣ୍ଣ ଅତୀତ in eternity future, ଅନନ୍ତକାଳୀନ and as ଭବିଷ୍ୟତ। you lived on the face of the earth, ଆଉ ଯେତେବେଳେ ଏହି ଜଗତ ମଧ୍ୟରେ ତୁମେ ବଞ୍ଚିଲ anywhere, ଆଉ ଯେକୌଣସି ସ୍ଥାନରେ everywhere, ପ୍ରତ୍ୟେକ in ସ୍ଥାନରେ all things, ଆଉ ସମସ୍ତ ବିଷୟରେ thou proved yourself to be holy. ଆଉ ତୁମେ ସମସ୍ତ ଜାଗାରେ ପ୍ରମାଣ କଲ ତୁମେ ପବିତ୍ର ଅଟ Proven ବୋଲି। holiness ଆଉ ତୁମେ ପବିତ୍ରତା ବୋଲି ପ୍ରମାଣ କଲ। is the reason for your resurrection. ଆଉ ତାହା ହେଉଛି ସେଇ ମୃତ୍ୟୁର ଗୋଟେ କାରଣ ଅଟେ। As we take part in the body that was broken for us, ଆଉ ଯେତେବେଳେ ଆମମାନଙ୍କ ନିମନ୍ତେ ଆମେ ଯେଉଁ ମେଜର ଅଂଶ ହେବାକୁ ଯାଉଛୁ ଯାହା ମାନଙ୍କ ନିମନ୍ତେ ଭାଙ୍ଗି ଅଛି। as we remember you, ଆଉ ଆମେ ଯେତେବେଳେ ତୁମକୁ ମନେ ପକାଉ may we remember your holiness. ଆଉ ତୁମର ସେଇ ପବିତ୍ରତାକୁ ମନେ ପକାଉ। May we be full of eyes to behold your holiness. ଆଉ ତ ଆମର ଚକ୍ଷୁ ପରିପୂର୍ଣ୍ଣ ହଉ ତୁମର ସେଇ ପବିତ୍ରତା ଦେଖିବା ପାଇଁ। As we see you, ଆଉ ଯେତେବେଳେ ଆମେ ତୁମକୁ ଦେଖୁ through the Spirit we are transformed into the image. ଆଉ ତୁମର ସେଇ ଆତ୍ମାଙ୍କ ଦ୍ୱାରା ଆମେ ତୁମର ସେଇ ପ୍ରତିମୂର୍ତ୍ତିରେ ଆମେ ପରିବର୍ତ୍ତନ ହେବୁ। This transformation bring into our lives. ଆଉ ଏହି ପରିବର୍ତ୍ତନ ଆମମାନଙ୍କ ଜୀବନରେ ଭିନ୍ନତା ଆଣୁ। May we be willing to be holy. ଆଉ ସେହି ପବିତ୍ରତା ହେବା ପାଇଁ ଇଚ୍ଛା ପ୍ରକାଶ May କରୁ। we have the personal experience of calling you my Redeemer. ଆଉ ଆମମାନଙ୍କ ସେଇ ବ୍ୟକ୍ତିଗତ ଗୋଟେ ଅନୁଭୂତି ହଉ ତୁମକୁ ଡାକିବା ପାଇଁ ମୋହର ମୁକ୍ତିକର୍ତ୍ତା। And also have this blessed hope that we shall see you one day. ଆଉ ଏହି ମଧ୍ୟ ଆଶା ମାନଙ୍କର ରହୁ କି ଯେ ତୁମକୁ ଗୋଟିଏ ଦିନ ଦେଖିବୁ। And from the day of our redemption to our day of our glorification, ଆମମାନଙ୍କର ସେହି ମୁକ୍ତିର ଦିନ ଠାରୁ ଆମମାନଙ୍କର ସେ ଗୌରବାନ୍ୱିତ ଦିନ ପର୍ଯ୍ୟନ୍ତ in this time as we remember you, ଆଉ ଏହି ଦିନରେ ଏହି ସମୟରେ ଯେତେବେଳେ ତୁମକୁ ମନେ ପକାଉ help us to lead our lives in holiness. ଆମମାନଙ୍କର ଜୀବନକୁ ତୁମେ ସାହାଯ୍ୟ କର ଗୋଟେ ପବିତ୍ରତାରେ ବଞ୍ଚିବା ପାଇଁ। Lord, I know my weakness. ଆଉ ପ୍ରଭୁ ମୁଁ ଜାଣେ ମୋର ସେଇ ଦୁର୍ବଳତା। Lord, if you leave me to myself, I know what I am. ଆଉ ପ୍ରଭୁ ମତେ ତୁମେ ଛାଡ଼ିଦେବ ଯଦି ମୁଁ ଯିଏ ଅଟେ କି ପ୍ରକାର ମୁଁ ଅଟେ ତାହା ଜାଣ And yet we ତୁମେ। look to you. ଆଉ ତଥାପି ଆମେ ତୁମ ନିକଟରେ ଦେଖୁଅଛୁ You are not just the source of our cleansing, but also the source of our holiness. ଆଉ ତୁମେ ଆମମାନଙ୍କର କେବଳ ସେହି ସଫା କରିବାର ଗୋଟେ ଉତ୍ପାଦ ନୁହଁ କିନ୍ତୁ ଆମମାନଙ୍କର ସେ ପବିତ୍ରତାର ଉତ୍ପାଦ May we take part in it worthily ଆଉ ଆମେ ଯେ ପ୍ରକାର ଭାବରେ ଯୋଗ୍ୟ ରୂପେ ଏଠାରେ ଅଂଶଗ୍ରହଣ କରୁ with the spirit of thanksgiving ଆଉ ସେ ପବିତ୍ର ଆତ୍ମାଙ୍କର ଠାରେ ଧନ୍ୟବାଦର ସହ for what you are and for what you have done. ଆଉ ଯାହା ତୁମେ ଅଟ ପୁଣି ଯାହା ତୁମେ କରିଅଛ। May we also take part in it in the spirit of oneness with all the brethren. ଆଉ ସମସ୍ତ ଭାଇ ଆମେ ଗୋଟିଏ ଠାରେ ଏକାକୀ ଭାବରେ ଏଠାରେ ଯେ ପ୍ରକାର ଅଂଶଗ୍ରହଣ କରୁ। We are all different in our natures, ଆମମାନଙ୍କର ସ୍ୱଭାବରେ ଆମେ ଭିନ୍ନ ଭିନ୍ନ ଅଟୁ। in our experiences. ଆମମାନଙ୍କର ଅନୁଭୂତିରେ ଭିନ୍ନ ଅଟୁ। Yet one, because we have one Lord, ଆଉ ତଥାପି ଆମେ ଏକ ଅଟୁ ଯେହେତୁ ଆମମାନଙ୍କର ଏକ because ପ୍ରଭୁ we have one ଅଟନ୍ତି Father, ଆଉ ଆମମାନଙ୍କର ଏକ ପିତା ଅଟନ୍ତି। bound by one Spirit ଆମମାନେ ଏକ ଆତ୍ମାଙ୍କ ଦ୍ୱାରା ଆବଦ୍ଧ into one body, which is ଆଉ the church. ଗୋଟିଏ ଶରୀର ସେଇ ମଣ୍ଡଳୀରେ
ଆମେ ଆବଦ୍ଧ ଅଟୁ living God, ଆଉ ଜୀବିତ may ଈଶ୍ୱର this oneness that is brought by you be ours. ଆଉ ଏହି ଏକତା ଯାହା ତୁମ ଦ୍ୱାରା ଅଣାଯାଇଅଛି ଆମମାନଙ୍କର ହଉ। Let the differences that have been brought by man be not ours. ଆଉ ଯେଉଁ ଭିନ୍ନତା ମନୁଷ୍ୟମାନଙ୍କ ଦେଇ ଅଣାଯାଇଅଛି ତାହା ମାନଙ୍କର ନ ହଉ। Washed in the blood of the Lamb, ଆଉ ସେଇ ମେଷ ଶାବକଙ୍କର ରକ୍ତ ଦ୍ୱାରା ଧୁଆ ଯାଇଅଛୁ। we are all your family ଆମେ ସମସ୍ତେ ତୁମର ସେହି ପରିବାର ଅଟୁ in the spirit of that oneness, ଆଉ ସେହି ଏକତାର ଆତ୍ମାରେ bearing one another, ଆଉ ପରସ୍ପରକୁ ସହନଶୀଳ ହୋଇ forbearing one another, ଆଉ ପରସ୍ପରକୁ କ୍ଷମା ପ୍ରାପ୍ତ କରି loving one another, ପରସ୍ପରକୁ ପ୍ରେମ କରି helping and encouraging and exhorting one ଆଉ another, ପରସ୍ପରକୁ ସାହାଯ୍ୟ ପୁଣି ଉତ୍ସାହିତ କରି with that spirit of willingness to live in oneness, ଆଉ ସେହି ଆତ୍ମାଙ୍କର ଶକ୍ତି ଏକାଠି ବଞ୍ଚିବା ନିମନ୍ତେ endeavoring to keep the bond of the spirit. ଆଉ ସେହି ଆତ୍ମାଙ୍କର ସେହି ଆବଦ୍ଧତାକୁ ରଖିବା ନିମନ୍ତେ May we take part in it worthily. ଆଉ ଏହାକୁ ଆମେ ଯୋଗ୍ୟ ରୂପେ ଅଂଶଗ୍ରହଣ କରୁ। Help us all to examine ourselves in the light of the word. ଆମେ ସେହି ବାକ୍ୟର ଆଲୋକ ମଧ୍ୟରେ ନିଜକୁ ପରୀକ୍ଷା କରିବା ପାଇଁ ସାହାଯ୍ୟ You କର। are able to make us stand before thee blameless one day. ଆଉ ଆମମାନଙ୍କୁ ତୁମେ ସେହି ସାହାଯ୍ୟ କରିବ ଗୋଟେ ଦିନ ନିର୍ଦ୍ଦୋଷ ହୋଇ ଠିଆ ହେବା ପାଇଁ। Until that day, ଆଉ ସେହି ଦିନ ପର୍ଯ୍ୟନ୍ତ may we walk blamelessly before your face. ଆଉ ତୁମ ନିକଟରେ ଆମେ ନିର୍ଦ୍ଦୋଷ ରୂପେ ଚାଲିବା ପାଇଁ ସାହାଯ୍ୟ For କର। we ask all these things ଆଉ ଆମେ ଏ ସବୁ ବିଷୟ ତୁମଠାରେ ରଖୁ in the most highly exalted name of our Lord and Savior Jesus Christ. ଆମମାନଙ୍କର ସର୍ବୋଚ୍ଚ ସେହି ଯୀଶୁଖ୍ରୀଷ୍ଟଙ୍କ ନିକଟରେ। Amen. ଆମେନ୍ ଆମେନ୍। 1 Corinthians chapter 11. ପ୍ରଥମ କରିନ୍ଥୀୟ 11 ପର୍ବ I'm reading from verse 23. ପ୍ରଥମ କରିନ୍ଥୀୟ 11 ତାର 23 ରୁ ପଢ଼େ। We will read